ମୋ ପତ୍ନୀ ମୋର ଗୁପ୍ତ କାମ ବିଷୟରେ ଜାଣିଯାଇଥିଲେ। ଏବେ ମୁଁ ଏହି ଭୟରେ ତାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କଲି ଯେ କେଉଁଠି ସେ ମୋତେ ସବୁଆଡ଼େ ବଦନାମ ନ କରିଦିଅନ୍ତୁ। ସେଥିପାଇଁ ଦିନେ ମୁଁ ତାଙ୍କୁ ମୋ ମାଙ୍କ ସହିତ ଜଙ୍ଗଲକୁ ନେଇଗଲି ଏବଂ ସେଇଠି ତାଙ୍କୁ ଜଳାଇଦେଲି। ସେ ମରିଗଲେ। ତାପରେ ମୁଁ ସମସ୍ତଙ୍କୁ ଏହା ହିଁ କହିଲି ଯେ ସେ ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ପତ୍ନୀଙ୍କ ମୃତ୍ୟୁର କିଛି ସମୟ ପରେ ମୋ ଭଉଣୀଙ୍କର ମଧ୍ୟ ଡିଭୋର୍ସ ହୋଇଗଲା ଏବଂ ମୋ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ିଗଲା। ମୋ ଅବସ୍ଥା ମଧ୍ୟ ବହୁତ ଖରାପ ହୋଇଗଲା। କିନ୍ତୁ ଦିନେ ଯେତେବେଳେ ମୁଁ ରାସ୍ତା ଉପରେ ଛିଡ଼ା ହୋଇ ଭିକ ମାଗୁଥିଲି, ସେତିକିବେଳେ ଏକ ଗାଡ଼ି ମୋ ପାଖରେ ଆସି ଅଟକିଲା। ମୁଁ ଭିକ୍ ନେବା ପାଇଁ ହାତ ବଢ଼ାଇଲି, କିନ୍ତୁ ଗାଡ଼ିରେ ବସିଥିବା ସେହି ମହିଳାଙ୍କୁ ଦେଖି ମୋ ଛାତି ଥରିଗଲା, କାରଣ ସେ ତ ମୋ ନାଁ ସାର୍ଥକ। ମୋର ସମ୍ପର୍କ ଏକ ଜମିଦାର ପରିବାର ସହିତ ଥିଲା। ଆମ ଘରେ ପଇସା, ଧନ ସମ୍ପତ୍ତି ସବୁକିଛି ସାଧାରଣ ଥିଲା। ଆମ ବଂଶରେ ଏକ ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଥିଲା। ଯେତେବେଳେ ମୋ ଭଉଣୀଙ୍କ ବିବାହ ହେଲା, ସେହି ପରମ୍ପରା ମୁତାବକ ମୋତେ ମଧ୍ୟ ମୋ ଭଉଣୀଙ୍କ ନଣନ୍ଦଙ୍କ ସହ ବିବାହ କରିବାକୁ ପଡ଼ିଲା। ସେହି ଝିଅର ନାମ ଅନିକା ଥିଲା। ଅନିକା ଖୁବ୍ ସୁନ୍ଦରୀ ଥିଲେ। ସେ ପ୍ରତିଦିନ ସକାଳୁ ଖାଇବା ତିଆରି କରୁଥିଲେ, ଚାକରମାନଙ୍କ ଦ୍ୱାରା ଘର କାମ କରାଉଥିଲେ ଏବଂ ମା'ଙ୍କ ପାଦ ଚିପୁଥିଲେ। ମୁଁ ଆଶ୍ଚର୍ଯ୍ୟ ହେଉଥିଲି ଯେ ଏମିତି ଝିଅ ମଧ୍ୟ ଦୁନିଆରେ ଅଛନ୍ତି। ସେ ମୋଠାରୁ କିଛି ମାଗୁନଥିଲେ, ବସ୍ ଏତିକି ଚାହୁଁଥିଲେ ଯେ ମୁଁ ତାଙ୍କୁ କେବଳ ସତ କୁହେ ଏବଂ ତାଙ୍କ ଉପସ୍ଥିତିକୁ ଅନୁଭବ କରେ। କିନ୍ତୁ ଯେମିତି ଯେମିତି ଦିନ ଗଡ଼ିବାକୁ ଲାଗିଲା, ମୋ ଭିତରେ ଏକ ଅଜବ ଅଶାନ୍ତି ଜନ୍ମ ନେବାକୁ ଲାଗିଲା। ବୋଧହୁଏ ସେହି ସବୁ କଥା ମୋତେ ଏବେ ବୋଝ ପରି ଲାଗୁଥିଲା। ମୁଁ ଘରେ ବସିବା କମେଇଦେଲି, ସାଙ୍ଗମାନଙ୍କ ସହ ଅଧିକ ସମୟ ବିତାଇବାକୁ ଲାଗିଲି ଏବଂ କିଛି ନୂଆ କରିବା କଥା ଭାବିଲି। କିଛି ଏମିତି କାମ ଯାହାକୁ କରିବା ଦ୍ୱାରା ଖୁବ୍ ଶୀଘ୍ର ଧନ ପାଖକୁ ଆସିବ। ତାପରେ ଦିନେ ମୋର ଜଣେ ସାଙ୍ଗ ନରେଶ ମୋତେ ଏକ ଅଫର ଦେଲା। ସେ କହିଲା, ଯଦି ସାହସ ଅଛି ତେବେ ଥରେ ମୋ ସହ ଚାଲ। ଏକ ବହୁତ ବଡ଼ କାମ ଅଛି, ପଇସା ହିଁ ପଇସା ରୋଜଗାର କରିବୁ। ପୁଣି ପରିଶ୍ରମ ମଧ୍ୟ କିଛି ନାହିଁ। ତେବେ ଏହା ଶୁଣି ମୁଁ ମଧ୍ୟ ତାକୁ ହସି ହସି ପଚାରିଲି ଯେ କେଉଁ କାମ? ସେ କେବଳ ଏତିକି କହିଲା ଯେ ଧନ ସହଜରେ ମିଳିବ, ଅଧିକ ପ୍ରଶ୍ନ ପଚାର ନାହିଁ। ତୁ କେବଳ ହୁଁ କହିଦେ। ମୋତେ ମଧ୍ୟ ସେମିତି କିଛି ରାସ୍ତା ଦରକାର ଥିଲା, ଯେଉଁଥିରେ କମ୍ ସମୟ ଏବଂ କମ୍ ପରିଶ୍ରମରେ ଅଧିକ ପଇସା ମିଳିପାରିବ। ନିଜ ସାଙ୍ଗଠାରୁ ଏମିତି ଶୁଣି ମୁହଁ କହିଦେଲି। ତାପରେ ବସ୍ ସେହିଦିନ ହିଁ ମୋ ପରିବର୍ତ୍ତନର ଆରମ୍ଭ ଥିଲା। ରାତିରେ ବିଳମ୍ବରେ ଘରକୁ ଆସିବା, କେବେ ଫୋନ୍ ନ ଉଠାଇବା ଏବଂ ପ୍ରାୟତଃ ମିଛ କହି ବାହାରକୁ ଚାଲିଯିବା ତ ଏବେ ମୋର ଅଭ୍ୟାସ ହୋଇଯାଇଥିଲା। ମାତ୍ର ଅନିକା ଚୁପଚାପ ସବୁକିଛି ସହୁଥିଲେ। ସେ ମୋତେ କିଛି କହିନଥିଲେ, କିନ୍ତୁ ଏକ ରାତିରେ ସେ ମୋତେ କହି ପକାଇଲେ ଯେ ଆପଣ କେଉଁଠିକି ଯାଉଛନ୍ତି? ଏବେ ଘରେ ଏତେ କମ୍ କାହିଁକି ରହୁଛନ୍ତି ଏବଂ ହଠାତ୍ ଏତେ ପଇସା? ଆପଣ କି କାମ କରୁଛନ୍ତି? ତାଙ୍କ କଥା ଶୁଣି ମୁଁ ପରେଶାନ ହୋଇଗଲି, କିନ୍ତୁ ବାହାରୁ କଠୋର ରହିଲି। ମୁଁ ତାଙ୍କ ସାମ୍ନାରେ କାନ୍ଧ ହଲେଇଲି ଏବଂ କହିଲି ଯେ ସାଙ୍ଗମାନଙ୍କ ସହ ଥାଏ, ଆଉ କେଉଁଠି ଥିବି? ତୁମର କ'ଣ ମୋ ଉପରେ ସନ୍ଦେହ ଅଛି? ଆଉ ଯେମିତି ବି ରୋଜଗାର କରୁଛି, ତୁମେ ଆମ୍ବ ଖାଅ, କୋଇଲି କାହିଁକି ଗଣୁଛ? ସେତେବେଳେ ସେ ଧୀରେ କହିଲେ ଯେ ମୁଁ ଆପଣଙ୍କୁ ସନ୍ଦେହ କରୁନାହିଁ, ମୋତେ ତ ଆପଣଙ୍କ ଚିନ୍ତା ହେଉଛି। ମୁଁ ନଜର ଚୋରାଇ କହିଲି ଯେ ତୁମକୁ ମୋ ଚିନ୍ତା କରିବା ଦରକାର ନାହିଁ। ମୁଁ ଯାହା ବି କରେ ତୁମ ପାଇଁ ହିଁ କରେ। ତେବେ ସେ ଚୁପ୍ ହୋଇଗଲେ, କିନ୍ତୁ ଆଖିରେ ଅବିଶ୍ୱାସ ଓଲାଇ ଆସିଲା। ମୁଁ ମଧ୍ୟ ଦିନକୁ ଦିନ ବଦଳି ଚାଲିଲି। ନିଜ ଘରେ ରହିବା ଏବେ ମୋତେ ବୋଝ ପରି ଲାଗିବାକୁ ଲାଗିଲା ଏବଂ ଅନିକାଙ୍କ ସରଳତା ଏବେ ତ ସମ୍ପୂର୍ଣ୍ଣ ବୋକାମି ଲାଗୁଥିଲା। ମା ମଧ୍ୟ ମୋର ପରିବର୍ତ୍ତନକୁ ଅନୁଭବ କଲେ, କିନ୍ତୁ ସେ ଚୁପ୍ ରହିଲେ। ସେ କେବଳ ଏତିକି କହୁଥିଲେ ଯେ ପତ୍ନୀକୁ ନିଜ ସୀମାରେ ରଖ। ଯଦି ସେ ଅଧିକ କହିବା ଆରମ୍ଭ କରେ, ତେବେ ବଂଶର ସମ୍ମାନ ମାଟିରେ ମିଶିଯାଏ। ଏହିପରି ଭାବେ ମୁଁ ତାଙ୍କ କଥା ମାନି ଚାଲିଲି। ଅନିକାଙ୍କ ପାଇଁ ମୋ ମନରେ ଯେଉଁ ନରମ କଣ ଥିଲା, ତାହା ଏବେ କଠୋରତାରେ ବଦଳିବାକୁ ଲାଗିଥିଲା। କିନ୍ତୁ ଅନିକା ହାର ମାନିନଥିଲେ। ସେ ପ୍ରତିଦିନ ମୋ ବାଟ ଚାହିଁ ରହୁଥିଲେ। ଯେ ପର୍ଯ୍ୟନ୍ତ ମୁଁ ଘରକୁ ଆସୁନଥିଲି, ସେ ପର୍ଯ୍ୟନ୍ତ ସେ ଦୁଆର ମୁହଁରେ ଛିଡ଼ା ହୋଇ ରହୁଥିଲେ ଏବଂ ମୋର ଫେରିବା ପରେ ପଚାରୁଥିଲେ ଯେ ଖାଇବା ବାଢ଼ିବି ଆପଣଙ୍କ ପାଇଁ? ଏବଂ ମୁଁ ଘରେ ଖାଉନଥିଲି। ତାପରେ ଦିନେ ଯେତେବେଳେ ମୁଁ ଗୋଦାମରୁ ଫେରିଲି, ତାଙ୍କୁ ନିଜ ରୁମରେ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲି। ମୋ ମାଙ୍କୁ ପଚାରିଲି ତ ସେ କହିଲେ ଯେ ଏଇଠି କେଉଁଠି ଥିବ କିମ୍ବା ପଡ଼ୋଶୀରେ ଯାଇଥିବ ବୋଧହୁଏ, ଆଉ କେଉଁଠିକି ଯିବ? ତୁ ବ୍ୟସ୍ତ କାହିଁକି ହେଉଛୁ? କିନ୍ତୁ ମୋ ମନ ବହୁତ ଅସ୍ଥିର ଥିଲା। ମୋତେ ଲାଗିଲା କିଛି ଭୁଲ ଅଛି। ସତ ତ ଏହା ଥିଲା ଯେ ଅନିକା ଏବେ ଚୁପଚାପ ମୋ ପଛେ ପଛେ ଯିବାକୁ ଲାଗିଥିଲେ। ସେ ମୋର ପିଛା କରିବାକୁ ଲାଗିଥିଲେ। ତାଙ୍କୁ ମୋ ମିଛର ଅନ୍ଦାଜ ହୋଇଯାଇଥିଲା। ସେ ମୋର ପ୍ରତିଟି କଥାକୁ ଧ୍ୟାନ ଦେଉଥିଲେ, ପ୍ରତିଟି ପଦକ୍ଷେପ ଉପରେ ନଜର ରଖୁଥିଲେ। ମୁଁ ତାଙ୍କ ନୀରବତାକୁ ଦୁର୍ବଳତା ବୋଲି ଭାବୁଥିଲି, କିନ୍ତୁ ସେହି ନୀରବତା ତାଙ୍କର ଅସ୍ତ୍ର ଥିଲା।
ସକାଳ ସମୟରେ ଯେତେବେଳେ ମୁଁ ଗୋଦାମ ଆଡ଼କୁ ବାହାରିଲି, ପଛରେ ବୋଧହୁଏ କେହି ଥିଲା। ଏହି ଅନୁଭବ ମୋ ମୁଣ୍ଡର କଣକୁ ମଧ୍ୟ ଆସିନଥିଲା। ମୁଁ ତ ଶୀଘ୍ର ମୋଟରସାଇକେଲ ବାହାର କଲି ଏବଂ କ୍ଷେତ ମଝିରେ ଥିବା କଚ୍ଚା ରାସ୍ତାରେ ଦୌଡ଼ାଇ ଗୋଦାମ ଆଡ଼କୁ ବାହାରିଲି। ରାସ୍ତା ସୁନସାନ ଥିଲା। ଗାଁ ଏବେ ବି ଜାଗ୍ରତ ହେବା ପାଇଁ ପ୍ରସ୍ତୁତି କରୁଥିଲା ଏବଂ ମୁଁ ପ୍ରତିଦିନ ପରି ଏକ ନୂଆ ଦିନ, ଏକ ନୂଆ ଆଶା ବିଷୟରେ ଚିନ୍ତା କରୁଥିଲି। ମୋ ପଛେ ପଛେ ସେ ଚାଲୁଥିଲେ। ତାଙ୍କ ପାଦର ଛାପ ମାଟିରେ ଦବିଯାଉଥିଲା, କିନ୍ତୁ ଉଦ୍ଦେଶ୍ୟରେ ଏକ ଝଡ଼ ଥିଲା। ଅନିକା ଗତ ରାତିରେ ମୋ ପକେଟରୁ ଚାବିର ଏକ ଛୋଟ ନକଲ ତିଆରି କରିଥିଲେ ଏବଂ ସେ ଏହା ସ୍ଥିର କରିଥିଲେ ଯେ ସେ ନିଜେ ସତ୍ୟ ପାଖରେ ପହଞ୍ଚିବେ। ସେ ମୋର ଅନେକ ମିଛ ହଜମ କରିଥିଲେ, ଅନେକ ରାତି ସେ ଅନିଦ୍ରା ବିତାଇଥିଲେ ଏବଂ ଅନେକ ଦିନ ଏକାକୀ ମନକୁ ସାନ୍ତ୍ୱନା ଦେଇଥିଲେ। କିନ୍ତୁ ଏବେ ତାଙ୍କ ଭିତରେ ବହୁତ କିଛି ଭାଙ୍ଗିରୁଜି ଯାଇଥିଲା। ଗୋଦାମରେ ପହଞ୍ଚିବା ପରେ ମୁଁ ତାଲା ଖୋଲିଲି, ଭିତରକୁ ଗଲି ଏବଂ ଗେଟ୍ ବନ୍ଦ କରିଦେଲି। ଆଉ ସେ କିଛି ସମୟ ବୁଦା ଭିତରେ ଲୁଚି ରହିଲେ। ତାପରେ ଧୀରେ ଧୀରେ ଆଗକୁ ବଢ଼ିଲେ ଏବଂ କାନ୍ଥର କଣା ଦେଇ ଭିତରକୁ ଚାହିଁବାକୁ ଲାଗିଲେ। ଦୃଶ୍ୟ ଏମିତି ନଥିଲା ଯାହା କେହି ବି ଭାବିପାରିବ, କାରଣ ସେଠାରେ ଦୁଇଜଣ ଅଳ୍ପ ବୟସ୍କ ପିଲା ଶିକୁଳିରେ ବନ୍ଧା ହୋଇଥିଲେ। ଏକ କୋଣରେ 3 ଜଣ ଝିଅ ଚୁପଚାପ ବସିଥିଲେ। ସେମାନଙ୍କ ଆଖିରେ ଭୟ ସ୍ପଷ୍ଟ ଦେଖାଯାଉଥିଲା। ଏକ କୋଠରୀରେ କାର୍ଟୁନ ଭର୍ତ୍ତି ହୋଇ ରହିଥିଲା, ଯେଉଁଥିରେ ପିଲାମାନଙ୍କ ସ୍କୁଲ ବ୍ୟାଗ୍, ପୋଷାକ ଏବଂ ଜାଲ୍ ଦସ୍ତାବେଜ ଥିଲା। ତାଙ୍କ ନିଶ୍ୱାସ ତେଜ ହୋଇଗଲା। ଶୋଷ ହୋଇ କଣ୍ଠ ଶୁଖିଗଲା, କିନ୍ତୁ ଚିତ୍କାର କରିପାରିଲେ ନାହିଁ। ସେ ବସ୍ ଆଣ୍ଠୁମାଡ଼ି ବସିପଡ଼ିଲେ ଏବଂ ଭୂମିରେ ହାତ ରଖି ନିଜକୁ ସମ୍ଭାଳିଲେ। କିଛି ମୁହୂର୍ତ୍ତ ସେ ସେଇଠି ବସିରହିଲେ। ତାପରେ ପଛକୁ ହଟି ଦୌଡ଼ି ଦୌଡ଼ି ଗାଁ ଆଡ଼କୁ ଫେରିଲେ। ବାଟରେ ଅନେକ ଥର ସେ ଅଟକିଲେ। ସେ ନିଜ ପଛକୁ ମଧ୍ୟ ଚାହିଁଲେ, ଯେମିତି ଭୟ ଥିଲା କି କେହି ତାଙ୍କ ପିଛା କରୁଛି। ତାପରେ ଘରକୁ ଫେରି ସେ ସାଙ୍ଗେ ସାଙ୍ଗେ କୋଠରୀକୁ ଚାଲିଗଲେ। କବାଟ ବନ୍ଦ କରିଦେଲେ ଏବଂ ଚଟାଣରେ ବସିପଡ଼ିଲେ। କିଛି ସମୟ ପରେ ଯେତେବେଳେ ମୁଁ ଆସିଲି ତ ପ୍ରତିଦିନ ପରି ସେ ମୋତେ ନମସ୍ତେ କଲେ, କିନ୍ତୁ ତାଙ୍କ ଆଖିରେ ଏବେ କିଛି ଅଲଗା ଥିଲା। ମୁଁ ପଚାରିଲି ଯେ କ'ଣ ହୋଇଛି, ଦେହ ତ ଠିକ୍ ଅଛି ତୁମର? କିନ୍ତୁ ସେ ଚୁପ୍ ରହିଲେ। ତାପରେ ସନ୍ଧ୍ୟାବେଳେ ସେ ପ୍ରଥମ ଥର ପାଇଁ ମୋ ସାମ୍ନାରେ ବସି ଆଖିରେ ଆଖି ମିଶାଇ କହିଲେ ଯେ, ସାର୍ଥକ, ମୋତେ ତୁମକୁ କିଛି କହିବାର ଅଛି। ଏବଂ ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ତାଙ୍କ ସ୍ୱରରେ ଅଜବ ସ୍ଥିରତା ଥିଲା, ଯେମିତି ଭିତରର ଝଡ଼ ଶାନ୍ତ ହେବା ପୂର୍ବରୁ ଧ୍ୱଂସ କରିବା ପାଇଁ ପ୍ରସ୍ତୁତ ହେଉଥାଏ। ମୁଁ ପଚାରିଲି ଯେ କ'ଣ କଥା, ଏମିତି କାହିଁକି ଚାହୁଁଛୁ? ସେ କହିଲେ ଯେ, ଆଜି ତୁମେ ଯେଉଁ ଗୋଦାମକୁ ଯାଇଥିଲ, ମୁଁ ମଧ୍ୟ ସେଇଠାକୁ ଯାଇଥିଲି ତୁମ ପଛେ ପଛେ। ତାଙ୍କ କଥା ଶୁଣି ମୋ ହୃଦୟର ସ୍ପନ୍ଦନ ଅଟକିଗଲା। ମୁଁ ସାଙ୍ଗେ ସାଙ୍ଗେ କହିଲି, ମାନେ କ'ଣ? ତୁ ସେଇଠି କ'ଣ କରୁଥିଲୁ ଏବଂ ମୋ ପିଛା କାହିଁକି କଲୁ? ତୋର ଏତେ ସାହସ ହେଲା? ସେତେବେଳେ ସେ ଧୀରେ କହିଲେ ଯେ, ମୁଁ ଏହା ଦେଖିବାକୁ ଯାଇଥିଲି ଯେ ତୁମେ ମୋଠାରୁ କ'ଣ ଲୁଚାଉଛ। ଆଉ ଯାହା ବି ମୁଁ ସେଠାରେ ଦେଖିଛି, ତାହା ସମ୍ପୂର୍ଣ୍ଣ ଅବିଶ୍ୱସନୀୟ ଥିଲା। ତୁମେ ଛୋଟ ପିଲାମାନଙ୍କ ସହ କ'ଣ କ'ଣ କରୁଛ, ସେ ସବୁ ମୁଁ ଦେଖିସାରିଛି। ମୁଁ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲି। ତାପରେ ନିଜ ସ୍ୱରକୁ କଠୋର କରି କହିଲି, ତୁମକୁ ଅନ୍ଦାଜ ଅଛି ତୁମେ କ'ଣ କହୁଛ ଅନିକା? ସେ କହିଲା, ହଁ, ମୋତେ ପୂରା ଅନ୍ଦାଜ ଅଛି ଏବଂ ଏବେ ମୁଁ ଏହି ବିଷୟରେ ସମସ୍ତଙ୍କୁ ସତ ସତ କହିଦେବି। ତାର ଏହି ଗୋଟିଏ କଥା ମୋ ଭିତରେ କମ୍ପନ ସୃଷ୍ଟି କଲା। ସେତିକିବେଳେ ମୋତେ ତୁରନ୍ତ ମାଙ୍କ କଥା ମନେ ପଡ଼ିଲା। ମୁଁ ଭାବିଲି, ଯଦି ଅନିକା ମୁହଁ ଖୋଲିବ, ତେବେ କେବଳ ମୋ କାମ ନୁହେଁ ବରଂ ଆମ ନାଁ ମଧ୍ୟ ମାଟିରେ ମିଶିଯାଏ। ମୁଁ ତାକୁ ଜବରଦସ୍ତି ରୁମ୍ରୁ ଘୋଷାରି ମାଙ୍କ ପାଖକୁ ନେଇଗଲି। ସେତେବେଳେ ମା ରାଗରେ ପଚାରିଲେ, କ'ଣ ହୋଇଛି? ସେ ଏମିତି କାହିଁକି ଚିତ୍କାର କରୁଛି? ତାପରେ ମୁଁ ତାଙ୍କୁ ଶୀଘ୍ର ସବୁ କଥା କହିଲି ଯେ ଅନିକା ମୋ ପିଛା କରିଥିଲା ଏବଂ ମା ସେସବୁ କିଛି ଜାଣିଯାଇଛି। ଗୋଦାମରେ ଯାହା କିଛି ଅଛି ସେ ସବୁ ଦେଖିସାରିଛି। ମୋ କଥା ଶୁଣି ମାଙ୍କ ଚେହେରା କଠୋର ହୋଇଗଲା। କ'ଣ? କେମିତି? ମୁଁ କହିଲି, ସେ ଚୋରାରେ ମୋ ପଛେ ପଛେ ଯାଇଥିଲା। ଏବେ ଧମକ ଦେଉଛି ଯେ ସେ ସମସ୍ତଙ୍କୁ ସତ କହିବ। ମା କିଛି ସମୟ ଚିନ୍ତା କଲେ, ତାପରେ କହିଲେ, ଯଦି ସେ ମୁହଁ ଖୋଲେ ତେବେ ଆମ ନାଁ ଖରାପ ହୋଇଯିବ। ତ ଭଉଣୀ ମଧ୍ୟ ସେଠାକୁ ବିବାହ କରିଯାଇଛି। ତୁ ଭାବିଲୁ ତା ଉପରେ କ'ଣ ବିତିବ? ମୁଁ ପଚାରିଲି, ତେବେ କ'ଣ କରିବା? ମା ଧୀରେ କହିଲେ, ତାକୁ ଶାନ୍ତ କରିଦିଅ। ଏବେ ତାର ଜୀବିତ ରହିବା ଠିକ୍ ନୁହେଁ। ଏହା ଶୁଣି ମୁଁ ଥରିଗଲି। ମା, ଏହା ଆମର ସମ୍ମାନ। ସେ ମୋର ପତ୍ନୀ। ମା କହିଲେ, ସମ୍ମାନ ତ ସେଇଟା ବଞ୍ଚି ରହେ ଯିଏ ଜୀବିତ ରହେ ନାହିଁ। ଏହି କଥା ଶୁଣି ମୁଁ କାନ୍ଥ ଆଡ଼କୁ ଚାହିଁ ରହିଲି, ଯେମିତି କିଛି ଅନ୍ୟ ଉପାୟ ଚିନ୍ତା କରୁଛି। କିନ୍ତୁ ମାଙ୍କ ଚେହେରାରେ କୌଣସି କୋମଳତାର ଚିହ୍ନ ନଥିଲା। ସେ କହିଲେ, କାଲି ସକାଳେ ତାର କାମ ଶେଷ କରିଦିଅ, ନଚେତ୍ ତୁ ନିଜେ ଧ୍ୱଂସ ହୋଇଯିବୁ। ସେହି ରାତିସାରା ମୁଁ ଶୋଇପାରିଲି ନାହିଁ। ପ୍ରତିଟି ଶବ୍ଦ, ପ୍ରତିଟି ଛାଇ ମୋ ହୃଦୟକୁ ଚିରି ଦେଉଥିଲା। ମୁଁ ଜାଣିଥିଲି ଯେ ଆସନ୍ତାକାଲି ସବୁକିଛି ବଦଳିଯିବ। ମୁଁ ନିଜକୁ ମନାଇବାକୁ ଲାଗିଲି ଯେ ଯାହା ହେବାକୁ ଯାଉଛି ତାହା କେବଳ ଏକ ବାଧ୍ୟବାଧକତା। ସତ୍ୟରୁ ରକ୍ଷା ପାଇବା ପାଇଁ ନୀରବତା ହିଁ ଆମର ଶେଷ ସିଡ଼ି।
ଆଉ ସେହି ନୀରବତା ମୃତ୍ୟୁ ପୂର୍ବର ଶୂନ୍ୟତା ହେବାକୁ ଯାଉଥିଲା। ପରଦିନ ସକାଳ କିଛି ଏମିତି ଆରମ୍ଭ ହେଲା ଯେମିତି କୌଣସି ଛୁରୀର ଧାର ଉପରେ ଥାଏ। ମା ଜଳଖିଆରେ ନୀରବ ହୋଇ ବସିଥିଲେ। ଆଖିରେ ଏମିତି ଏକ ଶାନ୍ତି ଥିଲା ଯେମିତି ସେ ନିଷ୍ପତ୍ତି ନେଇସାରିଛନ୍ତି ଯେ ଏବେ ଆଉ କୌଣସି ବାଟ ନାହିଁ। ମୁଁ ଚା କପ୍ ହାତରେ ନେଲି କିନ୍ତୁ ମୋ ହାତ ଥରୁଥିଲା। ମା କେବଳ ଗୋଟିଏ କଥା କହିଲେ, ଆଜି ରାତିରେ ତୁ ତାକୁ ଗାଡ଼ିରେ ବସାଇ ନିଅ। ବାକି ବ୍ୟବସ୍ଥା ମୁଁ ନିଜେ କରିବି। ଆଉ ମୁଁ ଧୀରେ ମୁଣ୍ଡ ହଲାଇଦେଲି ଯେମିତି କାଠ ପରି ଶକ୍ତ ହୋଇଯାଉଥିଲି। ଦିନବେଳେ ମୁଁ ଅନିକା ସହ କଥାବାର୍ତ୍ତା କଲି ଯେମିତି କିଛି ହୋଇନାହିଁ। ସେ ମଧ୍ୟ ଏବେ ଅଧିକ କିଛି କହୁନଥିଲେ, କେବଳ ନଜରରେ ପ୍ରଶ୍ନ କରୁଥିଲେ ଯାହାର ଉତ୍ତର ମୋ ପାଖରେ ନଥିଲା। ସନ୍ଧ୍ୟା ସମୟରେ ମୁଁ ଏକ ପୁରୁଣା ବଡ଼ ବ୍ୟାଗ୍ ବାହାର କଲି ଯେଉଁଥିରେ ଗୋଟିଏ ପେଟ୍ରୋଲ ବୋତଲ, କିଛି କପଡ଼ା ଏବଂ କିରୋସିନିର ଛୋଟ ବୋତଲ ରଖାଯାଇଥିଲା। ସବୁକିଛି ଏମିତି ଥିଲା ଯେମିତି ଆମେ କୌଣସି ଛୋଟମୋଟ ଶିକାରକୁ ଯାଉଛୁ, କୌଣସି ମଣିଷକୁ ଶେଷ କରିବାକୁ ନୁହେଁ। ତାପରେ ସନ୍ଧ୍ୟାରେ ମୁଁ ଅନିକାଙ୍କୁ କହିଲି, ଚାଲ ମା କହୁଛନ୍ତି କିଛି ଦିନ ପାଇଁ ଭଉଣୀ ଘରକୁ ଯିବା। ତୁମେ ମଧ୍ୟ ଟିକେ ଫ୍ରେଶ୍ ହୋଇଯିବ। ତୁମେ ତୁମ ବାପଘର ମଧ୍ୟ ବୁଲି ଆସିବ। ସେ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁଲେ। ତାପରେ ଧୀରେ ପଚାରିଲେ, କ'ଣ ସତରେ? ଆଉ ମୁଁ ହସିଦେଇ ମୁଣ୍ଡ ହଲାଇଲି। ମା କହିଲେ, ତୁ ବହୁତ ଥକି ଯାଇଛୁ। କିଛି ଦିନ ସହରରେ ରହିଲେ ଭଲ ହେବ। ସେ ଚୁପ୍ ରହିଲେ, ତାପରେ ମୁଣ୍ଡ ହଲାଇଲେ। ଗାଡ଼ି ବାହାରିଲା। ମାଟିକୁ ସିଟ୍ ତଳେ ରଖିଦେଲେ ଏବଂ ଅନିକା ମୋ ପାଖରେ ଆଗରେ ବସିଲେ। ରାସ୍ତାରେ ସେ ଝରକା ବାହାରକୁ ଚାହିଁ ରହିଥିଲେ ଏବଂ ମୁଁ ରାସ୍ତା ଉପରେ ନଜର ରଖିଥିଲି। ଆମେ ସହର ଆଡ଼କୁ ଯାଉଥିବା ରାସ୍ତା ନେଲୁ, କିନ୍ତୁ କିଛି ଦୂର ଯାଇ ଏକ କଚ୍ଚା ରାସ୍ତାକୁ ମୋଡ଼ି ହୋଇଗଲୁ। ସେହି ରାସ୍ତା ଖୁବ୍ ନିଛାଟିଆ ଥିଲା। ମୁଁ ସାଙ୍ଗେ ସାଙ୍ଗେ କହିଲି ଯେ ସହରକୁ ଯିବା ପାଇଁ ଏହା ଅନ୍ୟ ଏକ ସର୍ଟକଟ୍। ଟ୍ରାଫିକ୍ ବହୁତ ଥାଏନା, ଏଠୁ ଆରାମରେ ପହଞ୍ଚିଯିବା। ସେହି ସମୟରେ ସେ କୌଣସି ଉତ୍ତର ଦେଲେ ନାହିଁ। ଶୂନ୍ୟତା ବଢ଼ିବାକୁ ଲାଗିଲା। ଚାରିପାଖରେ କେବଳ ବୁଦା ଏବଂ ନୀରବତା। ଯେମିତି ପ୍ରକୃତି ମଧ୍ୟ ଜାଣିଛି ଯେ ଏଠାରେ କିଛି ଭୁଲ ହେବାକୁ ଯାଉଛି। କିଛି ସମୟ ପରେ ମୁଁ ଗାଡ଼ି ରଖିଲି ତ ଅନିକା ପଚାରିଲେ, ଏଠାରେ କାହିଁକି ରଖିଲ? ତେବେ ମୁଁ କହିଲି, ଟିକେ ଗାଡ଼ି ଚେକ୍ କରିବାର ଅଛି। ଅଜବ ଅଜବ ଶବ୍ଦ ଆସୁଛି। ତାପରେ ମୁଁ ତଳକୁ ଓହ୍ଲାଇଲି ଏବଂ କବାଟ ଖୋଲିଲି। ମା ଶୀଘ୍ର ବ୍ୟାଗ୍ ବାହାର କଲେ ଏବଂ ମୋତେ ଇସାରା କଲେ। ଅନିକା ମଧ୍ୟ ଦ୍ୱନ୍ଦ୍ୱରେ ଥିଲେ ଯେତେବେଳେ ମୁଁ ହଠାତ୍ ତାଙ୍କ ଚୁଟି ଧରି ତାଙ୍କୁ ବାହାରକୁ ଘୋଷାରି ଆଣିଲି। ସେ ଚିତ୍କାର କଲେ, ଏ କ'ଣ କରୁଛୁ? ମୋତେ ଛାଡ଼ ସାର୍ଥକ। ମା ଶୀଘ୍ର ପେଟ୍ରୋଲ ବୋତଲ ଖୋଲି ସାରିଥିଲେ। ଅନିକା ଚିତ୍କାର କରୁଥିଲେ, କ'ଣ ପାଗଳ ହୋଇଗଲ କି ତୁମେମାନେ? କ'ଣ କରୁଛ? ମୁଁ ଚୁପ୍ ରହିଲି। କେବଳ ଥରୁଥିବା ହାତରେ ପେଟ୍ରୋଲ ଛିଞ୍ଚିବାକୁ ଲାଗିଲି। ମା ନିଆଁ ଜଳାଇବା ପାଇଁ କିରୋସିନି ଆଗକୁ ବଢ଼ାଇଲେ। ଅନିକା ଆମ ସାମ୍ନାରେ କାକୁତି ମିନତି ହୋଇ କହିଲେ, ତୁମକୁ ଭଗବାନଙ୍କ ଶପଥ, ଏମିତି କର ନାହିଁ। ମୁଁ କାହାକୁ କିଛି କହିବି ନାହିଁ। ମୋତେ ଛାଡ଼ିଦିଅ। ମୁଁ ମୁହୂର୍ତ୍ତକ ପାଇଁ ତାଙ୍କ ଆଖିକୁ ଚାହିଁଲି। ସେଠାରେ ମୃତ୍ୟୁର ଭୟ ନଥିଲା, ଥିଲା କେବଳ ଏକ ନିରୁପାୟ ଭାବ। କିନ୍ତୁ ସେହି ସମୟ ବିତିଗଲା। ନିଆଁକାଠି ଜଳାଗଲା। ତାଙ୍କ ଦେହରେ ନିଆଁ ଲାଗିଗଲା ଏବଂ ପର ମୁହୂର୍ତ୍ତରେ ଧୂଆଁ ଉଠିବାକୁ ଲାଗିଲା। ଆମେ ଦୁହେଁ ଶୀଘ୍ର ଗାଡ଼ିରେ ବସିଲୁ ଏବଂ ସେଠାରୁ ଫେରାର ହୋଇଗଲୁ। ପଛରୁ ଅନିକାଙ୍କ ଚିତ୍କାର କିଛି ସମୟ ଶୁଭୁଥିଲା, ତାପରେ କେବଳ ନୀରବତା ରହିଗଲା। ରାସ୍ତାରେ ଆମେ ଦୁହେଁ ଚୁପ୍ ଥିଲୁ। ମା କେବଳ ଏତିକି କହିଲେ ଯେ ଏବେ କାହାକୁ କିଛି କହିବୁ ନାହିଁ। ଏତିକି କହିବୁ ଯେ ସେ ଫେରାର ହୋଇଯାଇଛି। ମୁଁ ପଚାରିଲି, ଆଉ ଯଦି କେହି ପ୍ରଶ୍ନ କରେ ତେବେ କ'ଣ କରିବା? ମା କହିଲେ, ତ କଙ୍କା ପୁଅ ଅଛି ନାରେ? ତାକୁ କହି ମୁଁ ରିପୋର୍ଟ ଲେଖାଇଦେବି ଯେ ସେ କାହାକୁ ଭଲ ପାଉଥିଲା ଏବଂ ଘରକୁ ଚାଲିଗଲା। ରାସ୍ତାରେ କୌଣସି ଦୁର୍ଘଟଣା ଘଟିଥିବ। ତାପରେ ଆମେ ଗାଁକୁ ଫେରିଲୁ। ମା ପଡ଼ୋଶୀରେ କାନ୍ଦି କାନ୍ଦି ଘୋଷଣା କଲେ ଯେ ଆମ ବୋହୂ ଘରକୁ ଫେରାର ହୋଇଯାଇଛି। ଜାଣିନାହିଁ କାହା ସହିତ ସମ୍ମାନକୁ ମାଟିରେ ମିଶାଇ ଦେଇଛି। ଆମେ ଥାନାରେ ମଧ୍ୟ ରିପୋର୍ଟ ଦେଲୁ ଏବଂ ସେଠାରେ ଏକ ପୋଡ଼ି ଯାଇଥିବା ଶବ ଦେଖାଗଲା। ଆମେ ବିଶ୍ୱାସ କରାଇଲୁ ଯେ ସେଇଟା ହିଁ ଅନିକା। ତା ସହ କୌଣସି ଦୁର୍ଘଟଣା ଘଟିଥିବ। ତାପରେ ଆମେ ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କଲୁ। ଲୋକଙ୍କୁ ଡାକି ଦେଖାଇଲୁ ଯେ ଆମେ କେତେ ଦୁଃଖିତ। ମା ଧଳା କପଡ଼ା ପିନ୍ଧିଲେ। ମୁଁ 3 ଦିନ ଯାଏଁ ସମସ୍ତଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଲି। ଗାଁ ଲୋକେ ସମବେଦନା ଜଣାଇଲେ ଏବଂ କାହାଣୀ ଶେଷ ହୋଇଗଲା। ଶୋକର ଦିନ କମ୍ ଥିଲା, କିନ୍ତୁ ଶାନ୍ତି ସେଗୁଡ଼ିକ ଅପେକ୍ଷା ବହୁତ ଅଧିକ ଲମ୍ବା ଥିଲା। ଗାଁର ଏହି କାନ୍ଥଗୁଡ଼ିକ ଉପରେ ଆମ ଘରର ନୀରବତା ଛାଇଗଲା ଏବଂ ଲୋକେ ଧୀରେ ଧୀରେ ଏହା ମାନିନେଲେ ଯେ ଅନିକାଙ୍କ ମାମଲା ଏବେ ଶେଷ ହୋଇସାରିଛି। ମା ସକାଳୁ ସକାଳୁ ବୈଠକ ଘର ଓଳାଉଥିଲେ ଯେମିତି କିଛି ହୋଇନାହିଁ। ମୁଁ ପ୍ରତିଦିନ ବିଲକୁ ଯାଉଥିଲି, କିନ୍ତୁ ଏବେ ସେହି ବିଲ୍ ମୋତେ ଶୂନଶାନ ଲାଗୁଥିଲା। ଗୋଦାମର କାରବାର ପୁଣି ଚାଲିଲା। ସେହି ଟ୍ରକ୍, ସେହି କାଗଜପତ୍ର, ସେହି ସଉଦା। ଲାଗୁଥିଲା ଯେମିତି ସବୁକିଛିକୁ ଫେରିଆସୁଛି, କିନ୍ତୁ ସତ କେବେ ସମ୍ପୂର୍ଣ୍ଣ ଭାବେ କବର ହୋଇ ରହେ ନାହିଁ। ତାହା ରାତିରେ ଅଙ୍ଗାର ପରି ଚୁପଚାପ ଜଳୁଥାଏ।
ମୋ ଶଳା ଅଦ୍ବିକ ହଠାତ୍ ଗାଁରେ ଅଧିକ ସମୟ ବିତାଇବା ଆରମ୍ଭ କଲା। ତାର ଶୈଳୀ କିଛି ବଦଳି ଯାଇଥିଲା। ସେ ପ୍ରତିଦିନ କାହା ନା କାହା ସହିତ ବସି କଥା ହେଉଥିଲା। କେବେ ମନ୍ଦିରର ପଣ୍ଡିତଜୀଙ୍କ ସହ ତ କେବେ ଗାଁର ବୁଢ଼ାମାନଙ୍କ ସହ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲା ଏବଂ ଦିନେ ଗଳି ମଝିରେ ମୋର ତା ସହ ଯୁକ୍ତିତର୍କ ହୋଇଗଲା। ସେ ଚୁପ୍ ରହିଲା କିନ୍ତୁ ମୋତେ ଏକଲୟରେ ଚାହିଁ ରହିଥିଲା। ମୁଁ ହସରେ କଥାଟାକୁ ଟାଳିଦେଇ କହିଲି ଯେ କ'ଣ କଥା ଅଦ୍ବିକ, ଆଜିକାଲି ତୁ ବହୁତ ଫ୍ରି ଅଛୁ। ସେ କହିଲା ଯେ ବସ୍ କିଛି କଡ଼ି ଯୋଡ଼ିବାକୁ ଚେଷ୍ଟା କରୁଛି ଏବଂ ତାପରେ ନୀରବରେ ଚାଲିଗଲା। ଏହି କଥା ମୋ ପାଇଁ ବହୁତ ଭାରି ଥିଲା। ସନ୍ଧ୍ୟାରେ ମୁଁ ମାଙ୍କୁ ଏହି ବିଷୟରେ ଜଣାଇଲି ଯେ ଅଦ୍ବିକ କିଛି ଅଧିକ ମୁଣ୍ଡ ଖେଳାଉଛି। ମା ମୋ କଥାରେ କାନ୍ଧ ହଲେଇ କହିଲେ ଯେ ତୁ ବ୍ୟସ୍ତ ହୁଅନି, ତା ପାଖରେ କୌଣସି ପ୍ରମାଣ ହିଁ ନାହିଁ। ଅନିକାଙ୍କ ଶବ ସମସ୍ତେ ଦେଖିଛନ୍ତି ଏବଂ ରିପୋର୍ଟ ମଧ୍ୟ ହୋଇସାରିଛି। ଏବେ କିଛି ପ୍ରମାଣିତ ହୋଇପାରିବ ନାହିଁ। ମୁଁ ମୋ ମନକୁ ସାନ୍ତ୍ୱନା ଦେଇ କିନ୍ତୁ ଭିତରେ ଭିତରେ ଅସ୍ଥିରତା ବଢ଼ିବାକୁ ଲାଗିଲା। ଏପଟେ ମୋ ଭଉଣୀ ଖୁସବୁଙ୍କ ଶାଶୁଘରୁ ଖବର ଆସିବା ଆରମ୍ଭ ହେଲା ଯେ ତାଙ୍କ ଶ୍ୱଶୁର ସନ୍ଦେହ କରୁଛନ୍ତି। ତାଙ୍କୁ ଲାଗୁଥିଲା ଯେ ନିଶ୍ଚୟ କିଛି ଲୁଚାଯାଇଛି ଏବଂ ମୋ ଶଳା ଅଦ୍ବିକ ଯିଏ ମୋର ଭେଣୋଇ ମଧ୍ୟ ଥିଲା, ସେ ଏବେ ଦୁଇପାଖିଆ ଘୃଣାର ମଞ୍ଜି ପାଲଟିଗଲା। ଖୁସବୁଙ୍କ ସ୍ୱାମୀ ଛାଡ଼ପତ୍ରର ଧମକ ଦେଲେ ଏବଂ ପୁଣି ଦିନେ ବିନା କିଛି କହି ତାଙ୍କୁ ଘରୁ ବାହାର କରିଦେଲେ। ମୋ ଭଉଣୀ ମାଙ୍କ କୋଳରେ ମୁଣ୍ଡ ରଖି କାନ୍ଦୁଥିଲେ ଏବଂ ମା ବସ୍ ଏତିକି କହୁଥିଲେ ଯେ ଝିଅମାନଙ୍କ ଭାଗ୍ୟ ଏମିତି ହିଁ ହୋଇଥାଏ। ସେହିଦିନ ପରଠାରୁ ମୋ ଭିତରେ କିଛି ଭାଙ୍ଗିବାକୁ ଲାଗିଥିଲା। ମୁଁ କାମରେ ଧ୍ୟାନ ଦେବାକୁ ଚାହିଁଲି କିନ୍ତୁ ଗୋଦାମରେ ଏକ ନୂଆ ବିପଦ ଛିଡ଼ା ହୋଇଗଲା। ପୋଲିସ ହଠାତ୍ ଚଢ଼ାଉ କଲା। ସବୁକିଛି କ୍ଲିଅର ଥିଲା କିନ୍ତୁ ସେମାନଙ୍କ ପ୍ରଶ୍ନ ବହୁତ ଗଭୀର ଥିଲା ଯେ ଏହି ଦସ୍ତାବେଜ ସଠିକ୍ ଜଣାପଡ଼ୁନାହିଁ। ମୁଁ କହିଲି ଯେ କାଗଜ ଦେଖାନ୍ତୁ କିନ୍ତୁ ଅନ୍ଦାଜ ହୋଇଗଲା ଯେ ନଜର ରଖାଯାଉଛି। ପରବର୍ତ୍ତୀ ସପ୍ତାହରେ ଆମର 2ଟି ଟ୍ରକ୍ ଅଟକିଗଲା। ମାଲ ଜବତ ହେଲା। ଡ୍ରାଇଭରମାନଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚୁରା କରାଗଲା। ମୋତେ ଫୋନ୍ ଆସିଲା ଯେ ସାର୍, ପୋଲିସ ବହୁତ କିଛି ପଚାରିଛି। ଏବେ ପ୍ରତିଦିନର କାମ ମୁସ୍କିଲ ଲାଗୁଛି। ମୁଁ ସେମାନଙ୍କୁ ସାନ୍ତ୍ୱନା ଦେଲି ଯେ ସବୁ ଠିକ୍ ହୋଇଯିବ, ତୁମେମାନେ ଚିନ୍ତା କରନି। କିନ୍ତୁ ମୁଁ ଜାଣିଥିଲି ଯେ ସବୁକିଛି ଠିକ୍ ହେଉନାହିଁ। ଗୁପ୍ତଚରୀ ଏବେ ବଢ଼ିବାକୁ ଲାଗିଲା। ସେ ଗାଁର କିଛି ଯୁବକଙ୍କୁ ସାଙ୍ଗରେ ଆଣିଲା ଏବଂ ଦିନେ ଏକ ବୟାନ ଦିଆଗଲା ଯେ ଯଦି କେହି ଆମ ଭଉଣୀମାନଙ୍କ ସମ୍ମାନର କ୍ଷତି କରେ ତେବେ ତାର ହିସାବ ନିଶ୍ଚୟ ନିଆଯିବ। ଲୋକେ ଚୁପ୍ ରହିଲେ। ମୁଁ ଭାବିଲି ଯେ ବୋଧହୁଏ କିଛି ଦିନ ପାଇଁ ସହରକୁ ଚାଲିଯିବି କିନ୍ତୁ ମା କହିଲେ ଯେ ଏଠାରୁ ପଳାଇବାର ସମୟ ନୁହେଁ। ଏଇଠି ଛିଡ଼ା ହୋଇ ରହ ଯେମିତି କିଛି ହୋଇନାହିଁ। ମୁଁ ମୁଣ୍ଡ ହଲାଇଲି କିନ୍ତୁ ରାତିର ନିଦ ହଜିଯାଇଥିଲା। ଏକ ରାତିରେ ମୁଁ ଗୋଦାମ ବାହାରେ ଗାଡ଼ିର ଲାଇଟ୍ ଦେଖିଲି। ମୁଁ ଦୌଡ଼ିଲି ତ ଦେଖିଲି ସେର ସାଥୀ ଥିଲା ଏବଂ ସେମାନେ କେବଳ ଦୂରରୁ ହିଁ ପରଖିନେଲେ। ପରଦିନ ଖବରକାଗଜରେ ଏକ ଛୋଟ କଲମ ଛପା ହେଲା, ଗୋଟିଏ ଗାଁରେ ସହଜରେ ସ୍ମଗଲିଂ ନେଟୱାର୍କ ଚାଲୁ ରହିଛି। ନା ନଥିଲା କିନ୍ତୁ ସେହି ଖବର ସ୍ପଷ୍ଟ ଥିଲା। ମୋ ମା ଖବରକାଗଜଟିକୁ ହାତରୁ ଛଡ଼ାଇ ନେଲେ ଏବଂ ତାକୁ ଚୁଲିରେ ଜଳାଇ ଦେଲେ। କହିଲେ ଯେ ଏସବୁ କେବଳ ଏକ ସଂଯୋଗ। ଏବେ ବି କିଛି ପ୍ରମାଣିତ ହୋଇନାହିଁ କିନ୍ତୁ ମୁଁ ଜାଣିଥିଲି ଯେ ଏହା ସଂଯୋଗ ନୁହେଁ। ଏହା ହିଁ ସେହି ଦିନ ଥିଲା ଯାହା ସବୁକିଛି ବଦଳାଇ ଦେଲା। ଏହି ସନ୍ଧ୍ୟାରେ ଅଦ୍ବିକ ମୋ ଦୁଆରକୁ ଆସିଲା। ହାତରେ ଏକ ପୁରୁଣା ମୋବାଇଲ ଫୋନ୍ ଥିଲା। ସେ କହିଲା ଯେ ଏହା ଅନିକାଙ୍କ ଫୋନ୍ ଯାହାକୁ ତୁମେ ଲୁଚାଇ ଦେଇଥିଲ କିନ୍ତୁ ଏହାର ଏକ କପିରେ ଥିଲା। ଏବେ ଦେଖିବା ବାକି ଅଛି ଯେ ପୋଲିସ ଆଗ ଦେଖୁଛି ନା ପୁରା ଗାଁ। ଏତିକି କହି ସେ ଚାଲିଗଲା। ମୁଁ ଗଳି ମଝିରେ ଛିଡ଼ା ହୋଇ ରହିଲି ଯେମିତି ମୋ ପାଦ ତଳୁ ମାଟି ଖସିଯାଇଛି। ମିଛର କାନ୍ଥଗୁଡ଼ିକ ଯାହାକୁ ଆମେ ଦୃଢ଼ ଭାବେ ଛିଡ଼ା କରିଥିଲୁ ଏବେ ଥରିବାକୁ ଲାଗିଲା ଏବଂ ମୁଁ ଜାଣିଥିଲି ଯେ ଆଉ ଗୋଟିଏ ଧକ୍କା ହେଲେ ସବୁକିଛି ଭୁଷୁଡ଼ି ପଡ଼ିବ। ସୂର୍ଯ୍ୟ ଆକାଶରେ ପ୍ରଖର ଭାବେ ଜଳୁଥିଲେ। ଗାଁ ପିଲାମାନେ ଖାଲି ପାଦରେ ମାଟିରେ ଦୌଡ଼ୁଥିଲେ ଏବଂ ସ୍ତ୍ରୀ ଲୋକମାନେ ପାଣି ଭରିବା ପାଇଁରେ ଛିଡ଼ା ହୋଇଥିଲେ। ମହଙ୍ଗା ମାଡ଼ ଓ ବେକାରୀ ପ୍ରତିଟି ମୁହଁରେ ଛାଇ ପକାଇ ଦେଇଥିଲା। ମୁଁ ଗଛ ତଳେ ବସି ନିଜ ହିସାବ ରେଜିଷ୍ଟର ଉପରେ ଆଙ୍ଗୁଠି ବୁଲାଉଥିଲି। ସେତିକିବେଳେ ଏକ ପିଲା ଦୌଡ଼ି ଦୌଡ଼ି ଆସିଲା, ଅଙ୍କଲ ରାସନ ଗାଡ଼ି ଆସୁଛି। ମୁଁ ଚମକି ପଡ଼ି ଉପରକୁ ଚାହିଁଲି। ପୁଣି ରେଜିଷ୍ଟର ବନ୍ଦ କରି ଛିଡ଼ା ହୋଇଗଲି। ମୁଁ ଭାବିଲି ଯେ ଚାଲ ସୁଯୋଗ ଅଛି ତ କିଛି ରାସନ ହିଁ ମିଳିଯିବ, ଭଲ ହେବ। ଶେଷରେ ଘରେ ପନିପରିବା ମଧ୍ୟ ଶେଷ ହୋଇଗଲାଣି। ଗାଁ ପଡ଼ିଆରେ ଲୋକେ ଜମା ହୋଇଯାଇଥିଲେ। ମୁଁ ମଧ୍ୟ ଚୁପଚାପ ଯାଇରେ ଲାଗିଗଲି। ଚାରିଆଡ଼େ ଖରା ଥିଲା। ଗରମରେ ଲୋକେ ଛାଇ ଖୋଜୁଥିଲେ। ମୋ ସାମ୍ନାରେ 2 ଜଣ ଲୋକ ପରସ୍ପର ଭିତରେ କୁହାକୁହି ହେଉଥିଲେ ଯେ ଶୁଣିଛି ଏଥର ବହୁତ ଭଲ ରାସନ ଅଛି, ଏନ୍ଜିଓ ଦେଉଛି, ସେ ସହରରୁ ଆସିଛି। ମୁଁ କାନ ଡେରି ଶୁଣିଲି କିନ୍ତୁ ଅଧିକ ଆଗ୍ରହ ଆସିଲା ନାହିଁ। ଏବେ ରାସନ ମୋର ଆବଶ୍ୟକତା ପାଲଟି ଯାଇଥିଲା, କୌଣସି ଆବେଗ ନୁହେଁ। ଏବେ ମୋ ଜୀବନ ଭୟ ଏବଂ ମିଛର ହିସାବ ଥିଲା। ତାପରେ ଏକ ଗଣ୍ଡଗୋଳ ହେଲା। କେହି ଜଣେ କହିଲା ଯେ ସେଇ ଦେଖ ବଡ଼ ଗାଡ଼ି ଆସିଗଲା, ବୋଧହୁଏ ବଡ଼ ଅଫିସର ନିଜେ ଆସିଛନ୍ତି। ସମସ୍ତଙ୍କ ନଜର ସେଆଡ଼େ ଗଲା। ଏକ ଧଳା ଚକଚକିଆ ବଡ଼ ଗାଡ଼ି ଧୂଳି ଉଡ଼ାଇ ଆସିଲା
ଏବଂ ଲୋକଙ୍କଠାରୁ କିଛି ଦୂରରେ ଯାଇ ଅଟକିଗଲା। ଗାଡ଼ିର କବାଟ ଖୋଲିଲା। ଜଣେ ସ୍ତ୍ରୀ ଲୋକ ଓହ୍ଲାଇଲେ। ପ୍ରଥମେ ଖରା ଯୋଗୁଁ ତାଙ୍କ ମୁହଁ ସଫା ଦେଖାଗଲା ନାହିଁ, କିନ୍ତୁ ଯେମିତି ସେ ଆଗକୁ ବଢ଼ିଲେ ମୋର ହୋସ୍ ଉଡ଼ିଗଲା। ସେ ସେଇ ଥିଲେ। ମୋ କଣ୍ଠରେ କଣ୍ଟା ବିନ୍ଧିଲା ପରି ଲାଗିଲା। ଜିଭ ଯେମିତି ଶୁଖିଗଲା। ମୁଁ ଆଖି ଫାଡ଼ି ଫାଡ଼ି ଚାହିଁଲି, କିନ୍ତୁ ସେହି ଦୃଶ୍ୟ ବଦଳିଲା ନାହିଁ। ସେହି ରୂପ, ସେହି ଲମ୍ବା କେଶ, ସେହି ସାଧାରଣ ପୋଷାକ। କିନ୍ତୁ ଏଥର କିଛି ଅଲଗା ଥିଲା। ସେ ମଧ୍ୟ ନୀରବ ଥିଲେ, କିନ୍ତୁ ସେହି ନୀରବତାରେ ଶକ୍ତି ଥିଲା। ସେ ଲୋକଙ୍କ ସହ ହସି ହସି କଥା ହେଉଥିଲେ। ହାତରେ ରାସନ ଥଳି ଧରି ସ୍ତ୍ରୀ ଲୋକମାନଙ୍କୁ ଦେଉଥିଲେ। ସେ ଛୋଟ ପିଲାମାନଙ୍କ ମୁଣ୍ଡରେ ହାତ ରଖୁଥିଲେ। ମୋ ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣକ ଧୀରେ କହିଲେ, ଏ ତ ବଡ଼ ସରିଫ୍ ଲାଗୁଛନ୍ତି। ଲାଗୁଛି କୌଣସି ଏନ୍ଜିଓରୁ ଆସିଛନ୍ତି। ମୁଁ ବେକ ବୁଲାଇ ଯେମିତି ତାଙ୍କ କଥା ଶୁଣିଲି, ମୋ ପାଦ ଯେମିତି ବହୁତ ଭାରୀ ହୋଇଗଲା। କିନ୍ତୁ ମୁଁ ହଲିବାକୁ ସାହସ କରିପାରିଲି ନାହିଁ। ତାପରେ ସେ ହଠାତ୍ ସିଧା ମୋ ଆଡ଼କୁ ଆସିଲେ। ତାଙ୍କ ଆଖି ଏବେ ମୋ ସାମ୍ନାରେ ଥିଲା। ପାଖରୁ ଦେଖିଲି ତ ତାଙ୍କ ମୁହଁର ଗୋଟିଏ ପାର୍ଶ୍ୱ ସାମାନ୍ୟ ପୋଡ଼ିଯାଇଥିଲା। କିନ୍ତୁ ନଜର ସେଇଠି ଥିଲା। କ୍ଷତ ପଛରେ ଜିତିଥିବା ନଜର। ସେ କିଛି କହିଲେ ନାହିଁ। ବାସ୍ ଏକଥଳି ମୋ ପାଦ ପାଖରେ ରଖିଦେଲେ। ପୁଣି ଧୀର ସ୍ୱରରେ କହିଲେ କି, ଏବେ ଜଳିବାର ପାଳି ତୁମର। ଏହି ଶବ୍ଦ ମୋ ଭିତରେ ବିଜୁଳି ପରି ଗୁଞ୍ଜରି ଉଠିଲା। ମୁଁ ଶୂନ୍ୟ ହୋଇଗଲି। ମୋ ସାମ୍ନାରେ ଯେମିତି ଅନ୍ଧାର ଛାଇଗଲା। ମୁଣ୍ଡ ଭିତରେ ଅତୀତର ସେହି ଦୃଶ୍ୟ ଭରିଗଲା। ନିଆଁ, ମା, ଅନିକା ଏବଂ ସେହି ମୁହୂର୍ତ୍ତ ଯେତେବେଳେ ମୁଁ ଦିଆସିଲି ଜଳାଇଥିଲି। ସବୁକିଛି ଏକ ଫ୍ରେମ୍ ପରି ଆଖି ସାମ୍ନାରେ ଘୂରିବାକୁ ଲାଗିଲା। ମୁଁ ଲଥପଥ ହୋଇଗଲି। ହାତ ବଢ଼ାଇ କିଛି ଧରିବାକୁ ଚେଷ୍ଟା କଲି, କିନ୍ତୁ ମୋ ହାତ ଶୂନ୍ୟରେ ରହିଗଲା। ସେ ବୁଲି ସାରିଥିଲେ। ଧୀରେ ଧୀରେ ନିଜ ଗାଡ଼ି ଆଡ଼କୁ ଚାଲିଗଲେ। ସମସ୍ତେ ତାଙ୍କ ଚାରିପାଖରେ ଥିଲେ। କେହି ତାଙ୍କୁ ଆଶୀର୍ବାଦ ଦେଉଥିଲା ତ କେହି ଧନ୍ୟବାଦ କହୁଥିଲା। ସେ ସମସ୍ତଙ୍କ ସହ ଏମିତି ବ୍ୟବହାର କରୁଥିଲେ, ଯେମିତି ଜୀବନରେ କେବେ କେହି ତାଙ୍କୁ ଜଳାଇବାକୁ ଚେଷ୍ଟା ହିଁ କରିନାହିଁ। ଗାଡ଼ିରେ ବସିବା ପୂର୍ବରୁ ସେ ଥରେ ବୁଲି ମୋତେ ଚାହିଁଲେ। ସେହି ନଜରରେ ଘୃଣା ଥିଲା। କେବଳ ଏକ ଘୋଷଣା ଥିଲା। ଘୋଷଣା କି ଖେଳ ଶେଷ ହୋଇସାରିଛି ଏବଂ ଏବେ ହିସାବ କିତାବର ସମୟ। ମୁଁ ନଜର ତଳକୁ କରିଦେଲି ଯେମିତି ତାଙ୍କ ଦୃଷ୍ଟି ମୋ ଭିତରର ପରଦା ଫାଡ଼ି ଦେଇଛି। ଗାଡ଼ି ଚାଲିବାକୁ ଲାଗିଲା। ଧୂଳି ଉଡ଼ିଲା ଏବଂ ସେହି ଦୃଶ୍ୟ ନଜରରୁ ଗାୟବ ହୋଇଗଲା। କିନ୍ତୁ ତାଙ୍କର ଉପସ୍ଥିତି ଯେମିତି ଗାଁର ପରିବେଶରେ ମିଶିଗଲା। ସମସ୍ତେ କଥା ହେବାକୁ ଲାଗିଲେ କି ବଡ଼ ଭଦ୍ର ମହିଳା। ଶୁଣାଯାଉଛି କି ପିଲାମାନଙ୍କ ପାଇଁ କାମ କରୁଛନ୍ତି। କେଉଁଠୁ ଆସିଥିଲେ କାହାକୁ ଜଣାଅଛି କି? ଲୋକେ କହୁଛନ୍ତି କି ନିଜେ କୌଣସି ଅତ୍ୟାଚାରରୁ ବଞ୍ଚିଛନ୍ତି, ଏବେ ଅନ୍ୟମାନଙ୍କୁ ବଞ୍ଚାଉଛନ୍ତି। ମୁଁ ସବୁ ସ୍ୱର ଶୁଣିଲି, କିନ୍ତୁ କିଛି କହିପାରିଲି ନାହିଁ। ଘରେ ପହଞ୍ଚିଲି ତ ମା ଦୁଆର ମୁହଁରେ ବସି ଚୁଲି ଜଳାଉଥିଲେ। ମୁଁ ତାଙ୍କୁ କେବଳ ଏତିକି କହିଲି କି ମା, ସେ ବଞ୍ଚିଛି। ମା ଚମକି ପଡ଼ି ମୋ ଆଡ଼କୁ ଚାହିଁଲେ, କିଏ? ମୁଁ ଜବାବ ଦେଲି କି ସେ ଅନିକା, ସେ ଆଜି ରାସନ ବାଣ୍ଟିବାକୁ ଆସିଥିଲା। ସବୁକିଛି ଦେଖିନେଲା ସେ। ମାଙ୍କ ହାତରୁ ଚିମୁଟା ଖସି ପଡ଼ିଲା। ସେ କହିଲେ କି, ଏହା କେମିତି ସମ୍ଭବ? ମୁଁ ତାଙ୍କ କଥା କାଟିଦେଇ କହିଲି କି, ସମ୍ଭବ ମା, ଏହା ଉପରବାଲାର କାମ। ମା ଶୀଘ୍ର କବାଟ ବନ୍ଦ କରିଦେଲେ। କାହାକୁ କିଛି କହିବୁନି, ଏସବୁ ଭ୍ରମ। ମୁଁ କହିଲି କି ନା ମା, ସେ ଜୀବିତ ଅଛି ଏବଂ ସେ ଫେରିଆସିଛି। ଆମେ ଦୁହେଁ ଚୁପ୍ ହୋଇଗଲୁ। କୋଠରୀରେ କେବଳ କାଠ ଜଳିବାର ଶବ୍ଦ ଥିଲା ଏବଂ ସେହି ରାସନ ଥଳିର ବାସ୍ନା, ଯାହା ଏବେ ମୋ ପାଦ ପାଖରେ ରଖାଯାଇଥିଲା। ଯେମିତି ଅନିକା ମୋ ଉପରେ ପୁରୁଣା ଫେରିବାର ମୋହର ଲଗାଇ ଦେଇଥିଲେ। 2 ସପ୍ତାହ ବିତିଗଲା ସେହି ଦିନକୁ, ଯେବେ ଅନିକା ରାସନ ଥଳି ସହିତ ମୋ ପାଦ ପାଖରେ ନିଜର ନୀରବ ସନ୍ଦେଶ ମଧ୍ୟ ଛାଡ଼ି ଦେଇଥିଲେ। ମୁଁ ପ୍ରତିଦିନ ଏହି ଭୟରେ ବଞ୍ଚୁଥିଲି କି ସେହି ଦୃଶ୍ୟ ପୁଣି ଲେଉଟି ଆସିବ। କିନ୍ତୁ ଏହି ଅନ୍ଦାଜ ନଥିଲା କି ଏଥର କେବଳ ଦୃଶ୍ୟ ନୁହେଁ, ପୂରା ହିସାବ କିତାବ ମୋ ମୁଣ୍ଡ ଉପରକୁ ଆସିଯାଇଛି। ସକାଳ ସମୟ ଥିଲା। ସୂର୍ଯ୍ୟଙ୍କ ପ୍ରଥମ କିରଣ ଏବେ ଭୂମିକୁ ଚମକାଉଥିଲା। ସେତିକିବେଳେ ହଠାତ୍ କବାଟରେ ଜୋରରେ ଶବ୍ଦ ହେଲା। ମା ହଡ଼ବଡ଼େଇ ଉଠିଲେ ଏବଂ ମୁଁ ମଧ୍ୟ କବାଟ ଖୋଲିଲି ତ 8 ଜଣ ପୋଲିସ ସାମ୍ନାରେ ଛିଡ଼ା ହୋଇଥିଲେ। ସାର୍ଥକ, ଜଣେ ଅଫିସର ଉଚ୍ଚ ସ୍ୱରରେ ମୋ ନାଁ ଡାକିଲେ। ମୁଁ କହିଲି କି ଆଜ୍ଞା, ମୁଁ ହିଁ ସାର୍ଥକ। ସେ କହିଲେ କି ତୁମକୁ ପିଲାମାନଙ୍କର ବେଆଇନ ଅପହରଣ ଅଭିଯୋଗରେ ଗିରଫ କରାଯାଉଛି। ମୋ ପାଦ ତଳୁ ମାଟି ଖସିଗଲା। ମୁଁ କିଛି କହିବାକୁ ଚେଷ୍ଟା କଲି କି ଏହା କୌଣସି ଭୁଲ ବୁଝାମଣା, କିନ୍ତୁ ସେତେବେଳକୁ ଜଣେ ସିପାହୀ ମୋ ହାତରେ ହାତକଡ଼ି ପକାଇ ସାରିଥିଲେ। ଗୋଦାମ କେଉଁଠି ଅଛି? ଅଫିସର ପ୍ରଶ୍ନ କଲେ। ମୁଁ ନଜର ଲୁଚାଇ କହିଲି, କେଉଁ ଗୋଦାମ? ତେବେ ଜଣେ ସିପାହୀ ଆଗକୁ ବଢ଼ି ମୋ କଲର ଧରି କହିଲା କି ସେହି ଗୋଦାମ ଯାହାର ଠିକଣା ଆମକୁ ସେହି ଭିଡିଓରୁ ମିଳିଛି। ସେ ଫୋନ୍ ବାହାର କରି ମୋତେ ଦେଖାଇଲା। ଅନିକାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଗୁପ୍ତ ଭିଡିଓ। ପିଲାମାନେ ଶିକୁଳିରେ ବନ୍ଧା ହୋଇଥିଲେ ଏବଂ ମୁଁ ନିଜେ ସେମାନଙ୍କ ସହ ସୌଦା କରୁଥିବାର ଦେଖାଗଲା। କିନ୍ତୁ ମୋ ପାଟିରୁ ଶବ୍ଦ ବାହାରିଲାଣି। ମୋ କାହାଣୀ, ଯାହା କେବେ ଜମିଦାରଙ୍କ ଶାନ୍ ହୋଇ ରହୁଥିଲା, ଏବେ ଖବରକାଗଜର ବ୍ରେକିଂ ନ୍ୟୁଜ୍ ହେବାକୁ ଯାଉଥିଲା।
ପୋଲିସ ମୋତେ ଘୋଷାରି ଘୋଷାରି ଗାଡ଼ି ପାଖକୁ ନେଇଗଲା। ବାହାରେ ମହଲାର ଲୋକେ ଜମା ହୋଇଯାଇଥିଲେ। ଜଣେ ବୃଦ୍ଧା ମୋ ମୁହଁରେ ଛେପ ପକାଇଲେ କି ଆମେ ତୁମକୁ ସମ୍ମାନ ଦେଲୁ ଆଉ ତୁମେ ପିଲାମାନଙ୍କ ଜୀବନ ବିକିଦେଲ। ଜଣେ ଯୁବକ ନାରା ଲଗାଇଲା କି ଏମିତି ଲୋକଙ୍କୁ ଶିକ୍ଷା ମିଳିବା ଦରକାର। ମୋ ପାଦ ଥରୁଥିଲା କିନ୍ତୁ ହାତକଡ଼ି ମୋତେ ସିଧା ଚାଲିବାକୁ ମଜବୁର କରିଦେଲା। ପୋଲିସ ଗୋଦାମ ଉପରେ ଚଢ଼ାଉ କଲା ଏବଂ ଦର୍ଜନ ଦର୍ଜନ ପିଲା ବଞ୍ଚିଗଲେ। ପିଲାମାନେ ତ ଖୁସି ହେଉଥିଲେ। ଜଣେ ପିଲା ଚିତ୍କାର କରି କହିଲା କି ଏଇ ଆମକୁ ମାରୁଥିଲା, ଏଇ ଆମକୁ ବିକିଥିଲା। ଭିଡିଓ, ଫଟୋ, ଜାଲ୍ ପରିଚୟପତ୍ର ସବୁ ଜବତ ହୋଇଗଲା। ନ୍ୟୁଜ୍ ଚ୍ୟାନେଲରେ ବ୍ରେକିଂ ନ୍ୟୁଜ୍ ଚାଲିଲା କି ସାର୍ଥକ ଜମିଦାର ଏବଂ ବ୍ୟବସାୟୀ ଗିରଫ। ଦର୍ଜନ ଦର୍ଜନ ପିଲା ଉଦ୍ଧାର। ସନ୍ଧ୍ୟା ସୁଦ୍ଧା ମୋ ଫଟୋ ସବୁ ଚ୍ୟାନେଲରେ ଥିଲା। ପୁରୁଣା ଫାଇଲ ବାହାର କରାଗଲା। ମୋର ପୁରୁଣା ରେକର୍ଡ ଯାଞ୍ଚ କରାଗଲା। ଯେଉଁ ଲୋକମାନେ କାଲି ଯାଏ ମୋ ସହ ବ୍ୟବସାୟ କରୁଥିଲେ ଏବେ ସେମାନେ ନିଜ ଫୋନ୍ ବନ୍ଦ କରିଦେଇଥିଲେ। ଯେଉଁ ସମ୍ପର୍କୀୟ ସମ୍ମାନର ସହ କଥା ହେଉଥିଲେ ସେମାନେ ବଞ୍ଚିକରି ବାହାରିବାକୁ ଲାଗିଲେ। ଜେଲରେ ପ୍ରଥମ ରାତିରେ ମୁଁ ଚଟାଣରେ ଶୋଇ ଭାବିଲି କି ଆଖିରେ ସେ ବଞ୍ଚିଲା କେମିତି? ସେ ତ ମରିଯାଇଥିଲା। ପରଦିନ ଟିଭିରେ ଏକ ନ୍ୟୁଜ୍ ପ୍ରୋଗ୍ରାମରେ ଆଙ୍କର ଘୋଷଣା କଲେ କି ଆଜି ଆମେ ଆପଣଙ୍କୁ ଭେଟ କରାଇବୁ ସେହି ସାହସୀ ମହିଳାଙ୍କ ସହ ଯିଏ ଏହି ସିଷ୍ଟମ ବିରୁଦ୍ଧରେ ଏକୁଟିଆ ଛିଡ଼ା ହେଲେ। ଅନିକା, ଯିଏ ନିଜେ ଜଳାଗଲେ କିନ୍ତୁ ଜୀବିତ ବଞ୍ଚିଗଲେ। କ୍ୟାମେରା ଅନିକାଙ୍କ ଉପରକୁ ଗଲା ଏବଂ ସେ ସାଧାରଣ ପୋଷାକରେ ମୁହଁରେ ପୋଡ଼ିଯାଇଥିବାର ଏକ ସ୍ପଷ୍ଟ ଚିହ୍ନ ଥିଲା। କିନ୍ତୁ ଆଖିରେ କୌଣସି ଥରହର ନଥିଲା। ମୁଁ ମରିବାକୁ ଚାହୁଁନଥିଲି ଅନିକା କହିଲେ, କିନ୍ତୁ ଉପରବାଲା ମୋତେ ବଞ୍ଚାଇଦେଲେ ଯେମିତି ମୁଁ ସେହିଭଳି ଲୋକଙ୍କର ମୁଖା ଖୋଲିପାରିବି। ଏବଂ ଆଙ୍କର ପଚାରିଲେ କି ଆପଣ ଏତେ ବଡ଼ ନେଟୱାର୍କର ପର୍ଦ୍ଦାଫାଶ କେମିତି କଲେ? ଅନିକା କହିଲେ କି ମୁଁ ହସ୍ପିଟାଲରେ ଥିଲି। ମୋର ମାସ ମାସ ଧରି ଚିକିତ୍ସା ଚାଲିଲା। ଜଣେ ଅଫିସର ମୋତେ ସାହାରା ଦେଇଥିଲେ। ସେ ମୋତେ ବଞ୍ଚାଇଲେ। ତାପରେ ମୁଁ ଏକ ଏନ୍ଜିଓ ସହ ଯୋଡ଼ି ହୋଇଗଲି ଏବଂ ସେଇଠୁ ମୁଁ ଶିଖିଲି କି ସତ କେମିତି ଲଢ଼େ। ମୁଁ ସବୁକିଛି ରେକର୍ଡ କରିଥିଲି। ଭିଡିଓ, ଦସ୍ତାବେଜ ଏବଂ ହେଉଛି ସେହି ସବୁ ଜିନିଷ ଯାହା ମୋ ବିରୁଦ୍ଧରେ ବ୍ୟବହାର ହୋଇଥିଲା। ସେସବୁ ମୋ ସାମ୍ନାରେ ଥିଲା। ତାଙ୍କର ପ୍ରତିଟି ଶବ୍ଦ ମୋ ଛାତିରେ କଣ୍ଟା ପରି ବିନ୍ଧି ହୋଇଯାଉଥିଲା। ଜେଲର କାନ୍ଥଗୁଡ଼ିକ ମୋ ପାଇଁ ଏବେ ଆଉ ଛାତ ନୁହେଁ, ମୋର ମୃତ୍ୟୁ ପାଲଟିବାକୁ ଲାଗିଥିଲା। ମା ଦେଖା କରିବାକୁ ଆସିଲେ। ଆଖିରେ ଲୁହ ଥିଲା। ଏସବୁ କ'ଣ ହୋଇଗଲା ପୁଅ? ଆମେ ତ ଭାବିଥିଲୁ ସବୁ ସମ୍ଭାଳି ହୋଇଯିବ। ମୁଁ କହିଲି ମା, ଆମେ ଯାହା ବୁଣିଥିଲେ ତାହା ହିଁ ତ କାଟୁଛୁ। ଏବେ କେବଳ ସମୟ ଅଛି ଆଉ ଏହି କାନ୍ଥଗୁଡ଼ିକ। ଜଣେ ଓକିଲ ମୋ ପାଖକୁ ଆସିଲେ। କହିଲେ ଯେ ତୁମ ବିରୁଦ୍ଧରେ ମକଦ୍ଦମା ବହୁତ କଠୋର ଅଛି। ଅତି କମରେ 20 ବର୍ଷ ଲାଗିପାରେ। କିନ୍ତୁ ଯଦି ଅନିକା କ୍ଷମା ନ କଲେ ତେବେ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ। ମୁଁ ମୁଣ୍ଡ ନୁଆଇଁଦେଲି କାରଣ ମୁଁ ଜାଣିଥିଲି କ୍ଷମା ତ ମିଳିପାରିବ ନାହିଁ। ରାତିରେ ମୁଁ ଜେଲର ଛାତକୁ ଚାହିଁ ଭାବିଲି ଯେ ଏହି ସତ୍ୟ କେବେ ମରିନଥିଲା, ବସ୍ ସମୟକୁ ଅପେକ୍ଷା କରିଥିଲା। ସେହି ସମୟ ଆସିଗଲା ଏବଂ ମୁଁ ବହୁତ ବିଳମ୍ବରେ ବୁଝିଲି। ଅନିକାଙ୍କ ଚେହେରା ଆଖି ସାମ୍ନାରେ ଘୁରି ବୁଲୁଥିଲା ଏବଂ ତାଙ୍କର ସେହି ସ୍ୱର, ଏବେ ଜଳିବାର ପାଳି ତୁମର। ଟିଭିରେ ଅନିକାଙ୍କ ଭିଡିଓ ବାରମ୍ବାର ଚାଲୁଥିଲା ଏବଂ ଜେଲ୍ କୋଠରୀରେ ମୋ ସହ ଥିବା କଏଦୀମାନେ ତାଙ୍କୁ ଏକଲୟରେ ଚାହିଁ ରହିଥିଲେ ଯେମିତି ସେ କୌଣସି ଅଲଗା ଦୁନିଆର। ଜଣେ ଲୋକ ହସିକରି କହିଲା, ଭାଇ ତୁମ ପତ୍ନୀ ତ ହିରୋଇନ୍ ବାହାରିଲେ। ମୁଁ ମୁଣ୍ଡ ନୁଆଇଁ ଦେଲି। ମୋ ପାଖରେ କୌଣସି କଥାର ଜବାବ ନଥିଲା। ଖବରକାଗଜର ଏକ ପୁରୁଣା କପି ହାତରେ ଲାଗିଲା ଯେଉଁଥିରେ ଅନିକାଙ୍କ ଉପରେ ଏକ ପୂରା ଖବର ଲେଖା ହୋଇଥିଲା। ସେଥିରେ ତାଙ୍କର ବଞ୍ଚିଯିବାର ପୂରା କାହାଣୀ ଲିପିବଦ୍ଧ ଥିଲା। କିନ୍ତୁ ମୋ ପାଇଁ ତାହା ଏକ ଅକ୍ଷମଣୀୟ ଅପରାଧର ଅନୁଭବ ଦେଉଥିଲା। ସେ ନିଜ ବୟାନରେ କହିଥିଲେ ଯେ କିପରି ସେ ଜଳୁଥିବା ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ। ଜଣେ ବରିଷ୍ଠ ସରକାରୀ ଅଧିକାରୀ ଯିଏ ସେଦିନ ଏକ କାମ ପାଇଁ ସେହି ଅଞ୍ଚଳ ଦେଇଯାଉଥିଲେ ଦୂରରୁ ଧୂଆଁର ବାଦଲ ଦେଖିଲେ। ସେ ସଙ୍ଗେ ସଙ୍ଗେ ଗାଡ଼ି ଅଟକାଇଲେ। ସେଠାରେ ପହଞ୍ଚି ଅନିକାଙ୍କୁ ଅଧପୋଡ଼ା ଅବସ୍ଥାରେ ପାଇଲେ। ସେଠାରେ ଉପସ୍ଥିତ କିଛି ଲୋକ ତାଙ୍କୁ ମୃତ ବୋଲି କହିସାରିଥିଲେ କିନ୍ତୁ ସେହି ଅଧିକାରୀ ଜଣକ ତୁରନ୍ତ ଆମ୍ବୁଲାନ୍ସ ଡକାଇଲେ। ଅନିକା କହିଥିଲେ, ଯେତେବେଳେ ମୋତେ ଡାକ୍ତରଖାନା ନିଆଗଲା ମୋର ଚେତା ନଥିଲା। 3 ଦିନ ପରେ ଯେତେବେଳେ ମୋ ଆଖି ଖୋଲିଲା ଦେହର ବିଭିନ୍ନ ଅଂଶରେ ପଟି ବନ୍ଧା ହୋଇଥିଲା। ଯନ୍ତ୍ରଣା ସୀମା ବାହାରେ ଥିଲା କିନ୍ତୁ ମନରେ ଏକ ଅଜବ ଆଲୋକ ଥିଲା। ଯେମିତି ମୁଁ ମରି ମଧ୍ୟ ପୁଣିଥରେ ବଞ୍ଚିଯାଇଛି। ଅନେକ ମାସ ପର୍ଯ୍ୟନ୍ତ ସେ ଡାକ୍ତରଖାନାର ଆଇସିୟୁରେ ରହିଲେ। ପ୍ରତିଦିନ ପ୍ରତି ରାତି ସେ ଅସହ୍ୟ ଯନ୍ତ୍ରଣାକୁ ସହିଥିଲେ। ଦେହର ଚମଡ଼ା ବାହାରି ଯାଇଥିଲା। ଗ୍ରାଫ୍ଟିଂ ହେଲା। ଚିକିତ୍ସା ସହିତ ମାନସିକ ଚିକିତ୍ସା, ସାଇକୋଲୋଜିକାଲ ଥେରାପି ମଧ୍ୟ ଦିଆଗଲା। ଡାକ୍ତରମାନେ ମଧ୍ୟ ଅନେକ ଥର ଧୈର୍ଯ୍ୟ ହରାଇଥିଲେ କିନ୍ତୁ ଅନିକା ହାର ମାନିନଥିଲେ। ଜଣେ ନର୍ସ କହିଥିଲେ ଯେ ସେ ଚୁପଚାପ ନିଜ ପାଇଁ ପ୍ରାର୍ଥନା କରୁଥିଲେ ଏବଂ ଯେତେବେଳେ ବି ଆମେ କ୍ଷତ ସଫା କରୁଥିଲେ ସେ ଦାନ୍ତ ଚିପି ଯନ୍ତ୍ରଣା ସହୁଥିଲେ କିନ୍ତୁ ଚିତ୍କାର କରୁନଥିଲେ। ଡାକ୍ତରଖାନାର କର୍ମଚାରୀମାନେ ତାଙ୍କୁ ଏକ ନାମ ଦେଇଥିଲେ, ନିଆଁରୁ ବଞ୍ଚିଥିବା ନାରୀ। ସେହି ସମୟରେ ସେହି ସରକାରୀ ଅଧିକାରୀ ଯିଏ ତାଙ୍କୁ ବଞ୍ଚାଇ ଆଣିଥିଲେ ସେ ବାରମ୍ବାର ହସ୍ପିଟାଲ ଆସୁଥିଲେ।
ସେ ତାଙ୍କୁ ସାହାରା ଦେଲେ ଏବଂ ପରେ ଏକ ଏନ୍ଜିଓ ସହ ଯୋଗାଯୋଗ କରାଇଲେ। ଅନିକା କହିଥିଲେ, ସେହି ଅଫିସର ଜଣକ କେବଳ ମୋତେ ଏକ ନୂଆ ଜୀବନ ଦେଇନାହାନ୍ତି, ବରଂ ମୋତେ ନିଜକୁ ପୁଣିଥରେ ଖୋଜିବାର ସୁଯୋଗ ଦେଇଛନ୍ତି। ସେହି ଏନ୍ଜିଓର ନାମ ଥିଲା ସୁରଜ ଫାଉଣ୍ଡେସନ ଏବଂ ସେଠାରେ ଏମିତି ପିଲାମାନଙ୍କୁ ରଖାଯାଉଥିଲା ଯେଉଁମାନେ ଅସହାୟ ଥିଲେ। ସେ ସେଠାରେ ନାମ ଲେଖାଇଲେ ଜଣେ ରୋଗୀ ଭାବରେ ନୁହେଁ, ବରଂ ଜଣେ ରକ୍ଷାକାରୀ ଭାବରେ। ଚିକିତ୍ସା ପରେ ଯେତେବେଳେ ସେ ଚଲାବୁଲା କରିବାକୁ ସକ୍ଷମ ହେଲେ, ସେ ପିଲାମାନଙ୍କ ଯତ୍ନ ନେବାର ଦାୟିତ୍ୱ ମୁଣ୍ଡେଇଲେ। ଏନ୍ଜିଓ ସହ ଜଡ଼ିତ ଜଣେ ଓକିଲ କହିଥିଲେ ଯେ ଅନିକା କେବେ ନିଜକୁ ଅସହାୟ ବୋଲି ଦେଖାଇ ନାହାନ୍ତି। ସେ କହିଥିଲେ, ମୋତେ ହିରୋଇନ୍ କରନ୍ତୁ ନାହିଁ, ମୋତେ କାମ ଦିଅନ୍ତୁ। ସେ ସ୍କୁଲକୁ ଗଲେ, ଗାଁକୁ ଗଲେ, ସେମିନାରରେ ସାମିଲ ହେଲେ ଏବଂ ପିଲାମାନଙ୍କ ଅଧିକାର ଉପରେ ଭାଷଣ ଦେଲେ। ସେ ସରକାରଙ୍କୁ ଅନୁରୋଧ କଲେ ଯେ ଶିଶୁ ଚୋରା ଚାଲାଣ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯାଉ। ମୁଁ ଜେଲରେ ଏହିସବୁ ଖବର ପଢ଼ୁଥିଲି ଏବଂ ଶୁଣୁଥିଲି। ଦିନେ ଜଣେ ନୂଆ କଏଦୀ ଆସିଲା, ଯିଏ ଅନ୍ୟ ଏକ ଜେଲରୁ ବଦଳି ହୋଇ ଆସିଥିଲା। ସେ କହିଲା, ମୁଁ ସେହି ନାରୀଙ୍କୁ ଥରେ ଭାଷଣ ଦେବାର ଶୁଣିଛି। ସେ କହନ୍ତି ଯେ ଆମ ସମସ୍ତଙ୍କର ଏକ କର୍ତ୍ତବ୍ୟ ଅଛି ଯେ ଯେଉଁ ଅତ୍ୟାଚାର ମଧ୍ୟ ଦେଇ ଆମେ ଗତି କରିଛୁ, ତାହା ଯେମିତି ଅନ୍ୟମାନଙ୍କ ସହ ନ ହୁଏ। ସେ ହସିବାକୁ ଲାଗିଲା ଏବଂ କହିଲା, ଆରେ, ତୁମେ ତ ତାଙ୍କ ସ୍ୱାମୀ ଥିଲ ନା, ତୁମେ କ'ଣ କଲ? ଅଜବ କଥା ୟାର। କେମିତିକା ସ୍ତ୍ରୀ ଥିଲେ ଅନିକା? ଅନିକା ଗଣମାଧ୍ୟମକୁ ବୟାନ ଦେଇଥିଲେ, ମୁଁ ଜଣେ ମଣିଷକୁ ବିବାହ କରିଥିଲି, କିନ୍ତୁ ଯେତେବେଳେ ସେ ପଶୁ ପାଲଟିଗଲା, ମୁଁ ନିଷ୍ପତ୍ତି ନେଲି ଯେ ଏବେ ଜୀବନ କୌଣସି ସମ୍ପର୍କ ନାମରେ ନୁହେଁ, ବରଂ ଏକ ଲକ୍ଷ୍ୟ ନାମରେ ହେବ। ଜଣେ ଆଙ୍କର ପଚାରିଲେ, ଆପଣ ପୁଣି ଥରେ ବିବାହ କରିବେ? ଅନିକା କହିଲେ, ନା, ମୁଁ ପ୍ରେମକୁ ଶବ୍ଦରେ, ସ୍ୱପ୍ନରେ ଏବଂ ଶେଷରେ ପାଉଁଶରେ ମଧ୍ୟ ଦେଖିଛି। ପ୍ରେମ ତ ନିଜର ଭାବନାରୁ ହୁଏ, କେବଳ ପ୍ରତିଶ୍ରୁତି ବା ଦାବି କରିବାରୁ ନୁହେଁ। ଏବେ ମୋର ସମ୍ପର୍କ ସେହି ମିଶନ ସହିତ, ଯେଉଁଥିରେ ଗୋଟିଏ ପିଲାକୁ ବଞ୍ଚାଇବାର ଅର୍ଥ ହେଉଛି ଗୋଟିଏ ଦୁନିଆକୁ ବଞ୍ଚାଇବା। ସେ ନିଜ କାହାଣୀକୁ ଉଦାହରଣ କରି ସିଷ୍ଟମ ସାମ୍ନାରେ କହୁଥିଲେ ଯେ ସେ ଜଳିଲେ କିନ୍ତୁ ଲିଭିଲେ ନାହିଁ। ସେ ଭାଙ୍ଗିଲେ କିନ୍ତୁ ବିକ୍ଷିପ୍ତ ହେଲେ ନାହିଁ। ସେ କହିଲେ, ମୁଁ ଚାହିଁଥିଲେ ପ୍ରତିଶୋଧ ନେଇପାରିଥାନ୍ତି, କିନ୍ତୁ ମୁଁ ନ୍ୟାୟକୁ ବାଛିଲି ଏବଂ ନ୍ୟାୟର ପଥ ଲମ୍ବା ହୋଇଥାଏ, କିନ୍ତୁ ଏହାର ଫଳ ସବୁଦିନ ପାଇଁ ମନେ ରହେ। ଗାଁର ଅନେକ ଲୋକ ତାଙ୍କର ଫେରିବା ପରେ ନିଜକୁ ତାଙ୍କ ମିଶନ ସହ ଯୋଡ଼ିଦେଲେ। ଜଣେ ଶିକ୍ଷକ ଯିଏ ପୂର୍ବରୁ ମୋତେ ସମ୍ମାନ ଦେଉଥିଲେ, ଏବେ ସେ ତାଙ୍କ ସହ କାମ କରୁଥିଲେ। ଜଣେ ଲୋକ କହିଲା, ନାରୀ ହେଉଛି ଭଗବାନଙ୍କ ତରଫରୁ ପଠାଯାଇଥିବା ଏକ ସଂକେତ। ଆମକୁ ତାଙ୍କର ସ୍ୱର ହେବାକୁ ପଡ଼ିବ ଯେମିତି ଅତ୍ୟାଚାର ପୁଣି ଥରେ ନ ହୁଏ। ଅନିକା ଥରେ ସାକ୍ଷାତକାରରେ କହିଥିଲେ, ମୁଁ ମୋର ପୋଡ଼ିଯାଇଥିବା ଚମଡ଼ାକୁ ଲୁଚାଏ ନାହିଁ। ଏହା ମୋର ଶକ୍ତି, ମୋର ପରିଚୟ। ସେ ହସି କହିଲେ, ଏବେ ମୁଁ ସେହି ଆଲୋକ, ଯିଏ ନିଜେ ତ ଜଳେ କିନ୍ତୁ ଅନ୍ୟମାନଙ୍କ ଅନ୍ଧାର ଦୂର କରିବାକୁ ବାହାରିଛି। ଆଉ ମୁଁ ବସ୍ ଜେଲ୍ କୋଠରୀରେ ବସି ସେସବୁ ଶୁଣୁଥିଲି ଏବଂ ଭାବୁଥିଲି ଯେ କେବେ ଏହି ନାରୀ ମୋ ସହ ଏକା ଛାତ ତଳେ ଚୁପଚାପ ବସି ରହୁଥିଲେ। ମୁଁ ସେହି ନୀରବତାକୁ ଦୁର୍ବଳତା ବୋଲି ଭାବିଥିଲି ଏବଂ ସେହି ନୀରବତା ଆଜି ମୋ ବିରୁଦ୍ଧରେ ସବୁଠାରୁ ଶକ୍ତିଶାଳୀ ସ୍ୱର ପାଲଟି ଯାଇଛି। ଅଦାଲତ ବାହାରେ ଗଣମାଧ୍ୟମର ପ୍ରବଳ ଭିଡ଼ ଥିଲା। ଭିତରେ ନୀରବତା ଛାଇ ରହିଥିଲା, କିନ୍ତୁ ପ୍ରତିଟି ମୁହଁ ଅଦାଲତର ରୁମ୍ ନମ୍ବର 3 ଆଡ଼କୁ ଚାହିଁ ରହିଥିଲା। ସେଇଠି ହିଁ ମୋ ଭାଗ୍ୟର ନିଷ୍ପତ୍ତି ହେବାକୁ ଯାଉଥିଲା। ମୁଁ ଓକିଲଙ୍କ ସହ ଅଦାଲତରେ ପ୍ରବେଶ କଲି। ଧଳା ପୋଷାକରେ ହାତକଡ଼ି ସହିତ ମୋର ଚେହେରା ଖବରକାଗଜରେ ପୂର୍ବରୁ ହିଁ ଦୋଷୀ ସାଜି ସାରିଥିଲା। ଓକିଲ ଥରଥର ସ୍ୱରରେ କହିଲେ ଯେ ଆମେ ଆପିଲ ଦାୟର କରିଦେଇଛୁ, କିନ୍ତୁ ବିଚାରପତିଙ୍କ ବ୍ୟବହାର ବହୁତ କଠୋର। ବୋଧହୁଏ ନିଷ୍ପତ୍ତି ଆଜି ହିଁ ଶୁଣାଇ ଦିଆଯିବ। ଅଦାଲତରେ ମୋ ସାମ୍ନାରେ ସେହି ସବୁ ଲୋକ ବସିଥିଲେ ଯାହାଙ୍କ ଆଖିରେ ଦିନେ ମୋ ପାଇଁ ସମ୍ମାନ ଥିଲା। ସେମାନଙ୍କ ଆଖିରେ ଏବେ କେବଳ ଘୃଣା ଏବଂ ନିରାଶା ଥିଲା। ସାମ୍ନା ପକ୍ଷର ଓକିଲ ପ୍ରମାଣ ଉପସ୍ଥାପନ କରିବା ଆରମ୍ଭ କଲେ। ଗୋଟିଏ ପରେ ଗୋଟିଏ ଭିଡିଓ, ଦସ୍ତାବେଜ ଏବଂ ଫଟୋରେ ଚାଲିବାକୁ ଲାଗିଲା। ଅଦାଲତର ପ୍ରତିଟି ଲୋକ ମୋ ଗୋଦାମରେ ଶିକୁଳିରେ ବନ୍ଧା ହୋଇଥିବା ପିଲାମାନଙ୍କୁ ଦେଖିଲେ। ଜାଲ୍ ପରିଚୟପତ୍ରର ଫଟୋକପି ଏବଂ ସେହି ଭିଡିଓ ଯେଉଁଥିରେ ମୁଁ ନିଜେ ସୌଦା କରୁଥିବାର ଦେଖାଯାଉଥିଲି। ମୋ ଓକିଲ କହିଲେ ଯେ ଏହି ଭିଡିଓ ଏଡିଟ୍ କରାଯାଇଛି, ହୋଇପାରେ କି ସାକ୍ଷୀଙ୍କ ଉପରେ ଚାପ ପକାଯାଇଛି। ବିଚାରପତି ଧ୍ୟାନ ଦେଇ ଶୁଣିଲେ କିନ୍ତୁ ପରିସ୍ଥିତି ବଦଳିଲା ନାହିଁ। ଅଦାଲତରେ ଜଣେ ଚାକରକୁ ହାଜର କରାଗଲା, ଯିଏ ବୟାନ ଦେଲା ଯେ ମୁଁ ନିଜେ ପିଲାମାନଙ୍କୁ ସେଠାରେ କାମ କରୁଥିବାର ଦେଖିଛି। ମୋର ବିରୋଧ କରିବା ଫଳରେ ମୋତେ ଧମକ ଦିଆଗଲା ଏବଂ ଚାକିରିରୁ ବାହାର କରିଦିଆଗଲା। ପିଲାମାନଙ୍କ ମଧ୍ୟରୁ ଜଣକୁ, ଯାହାର ବୟସ ମାତ୍ର 11 ବର୍ଷ ଥିଲା, ତାକୁ ସାକ୍ଷୀ ଦେବା ପାଇଁ ଅଣାଗଲା। ସେ ଅଦାଲତରେ କହିଲା ଯେ ଆମକୁ ବିସ୍କୁଟ ଦେବାର ଲୋଭ ଦେଖାଇ ଅଣାଯାଇଥିଲା। ତାପରେ ଆମକୁ କଏଦ କରିଦିଆଗଲା। ପ୍ରତିଦିନ କାମ କରାଯାଉଥିଲା ଏବଂ ଯଦି କେହି ଚିତ୍କାର କରୁଥିଲା ତେବେ ତାକୁ ମରାଯାଉଥିଲା। ତାର ସ୍ୱର ଥରୁଥିଲା, କିନ୍ତୁ ଶବ୍ଦଗୁଡ଼ିକ ସତ୍ୟରେ ଭରପୂର ଥିଲା। ତାପରେ ଜଣେ ଝିଅ ଆସିଲା ଯିଏ ଏନ୍ଜିଓ ପାଖରେ ଥିଲା। କାଠଗଡ଼ାରେ ଛିଡ଼ା ହୋଇ ସେ କହିଲା, ମୋତେ ଲାଗୁଥିଲା ମୁଁ କେବେ ବାହାରକୁ ଆସିପାରିବି ନାହିଁ।
ସେ ଆମକୁ ମଣିଷ ବୋଲି ଭାବୁନଥିଲେ। ଅଦାଲତରେ ନୀରବତା ଛାଇଗଲା। ତାପରେ ସମୟ ଆସିଲା ଅନିକାଙ୍କ ସାକ୍ଷୀର। ସେ ଧୀରେ ଧୀରେ ପାଦ ପକାଇ ଅଦାଲତରେ ପ୍ରବେଶ କଲେ। ତାଙ୍କ ହାତରେ ଏକ ଫାଇଲ ଥିଲା ଏବଂ ଚେହେରାରେ ସେହି ସୌମ୍ୟତା ଓ ଆତ୍ମବିଶ୍ୱାସ ଥିଲା ଯାହାକୁ ମୁଁ ଏବେ ଚିହ୍ନିବାକୁ ଲାଗିଥିଲି। ଅଦାଲତରେ ଉପସ୍ଥିତ ପ୍ରତିଟି ବ୍ୟକ୍ତି ଯେମିତି ନିଶ୍ୱାସ ଅଟକାଇ ଦେଇଥିଲେ। ସେ ପୋଡ଼ି ଯାଇଥିଲେ ସତ, କିନ୍ତୁ ଚେହେରାରେ ଦୃଢ଼ତା ସହ ସାକ୍ଷୀ ଦେବାକୁ ଛିଡ଼ା ହେଲେ। ମୋ ନାମ ଅନିକା, ସେ ଆରମ୍ଭ କଲେ। ମୁଁ ସେହି ବ୍ୟକ୍ତିଙ୍କ ପତ୍ନୀ ଥିଲି ଯାହାଙ୍କ ଉପରେ ଆଜି ମକଦ୍ଦମା ଚାଲିଛି। ମୁଁ ତାଙ୍କ ଘରର ସମ୍ମାନ ଥିଲି। କିନ୍ତୁ ଦିନେ ମୁଁ ତାଙ୍କର ସବୁଠାରୁ ବଡ଼ ରହସ୍ୟର ସାକ୍ଷୀ ପାଲଟିଗଲି। ତାଙ୍କ ସ୍ୱର ଉଚ୍ଚ ନଥିଲା, କିନ୍ତୁ ପ୍ରତିଟି ଶବ୍ଦ ସ୍ପଷ୍ଟ ଶୁଭୁଥିଲା ଯେ ମୋତେ ମରାଗଲା, ଜଳାଇ ଦିଆଗଲା। ମୁଁ ମରିଯାଇଥାନ୍ତି, କିନ୍ତୁ ଭଗବାନ ମୋତେ ବଞ୍ଚାଇ ଦେଲେ। ମୁଁ ବଞ୍ଚିଲି ଯେମିତି ଅନ୍ୟ ପିଲାମାନଙ୍କୁ ବଞ୍ଚାଇ ପାରିବି। ବିଚାରପତି ପ୍ରଶ୍ନ କଲେ ଯେ ଆପଣଙ୍କ ପାଖରେ କୌଣସି ପ୍ରମାଣ ଅଛି କି ଯାହା ସାହାଯ୍ୟ କରିପାରିବ? ଅନିକା ଫାଇଲ ଖୋଲି କହିଲେ, ଏହା ମୋ ଶରୀରର ମେଡିକାଲ ରିପୋର୍ଟ। ଏହା ମୋର ପୋଲିସ ବୟାନ ଏବଂ ଏହା ହସ୍ପିଟାଲର ସେହି କାଗଜପତ୍ର ଯେଉଁଥିରେ ଲେଖାଉଛି ଯେ ମୁଁ ଜଳିଯିବା ସତ୍ତ୍ୱେ ଜୀବିତ ରହିଲି। ସେ ସବୁକିଛି ଗୋଟି ଗୋଟି କରି ଅଦାଲତରେ ଉପସ୍ଥାପନ କଲେ। ମୋ ଓକିଲ ବିରୋଧ କଲେ ଯେ ଏହା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଶତ୍ରୁତା ହୋଇପାରେ। ଜଜ୍ ପଚାରିଲେ ଯେ ଆପଣଙ୍କ ପାଖରେ ଏମିତି କିଛି ପ୍ରମାଣ ଅଛି କି ଯାହା ଏହି ବୟାନକୁ ଭୁଲ ପ୍ରମାଣିତ କରିବ? ଓକିଲ ନଜର ତଳକୁ କଲେ। ମୁଁ ଆଖି ବନ୍ଦ କରିଦେଲି। ଜଜ୍ ନିଷ୍ପତ୍ତି ଶୁଣାଇବା ପାଇଁ 20 ମିନିଟ୍ ସମୟ ନେଲେ। ଯେତେବେଳେ ସେ ଫେରିଲେ, ଅଦାଲତ ପୁଣି ଥରେ ନୀରବ ହୋଇଗଲା। ସାର୍ଥକକୁ ସବୁ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଦାଲତ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ ସେ ଶିଶୁ ଚୋରା ଚାଲାଣ ଏବଂ ହତ୍ୟା ଉଦ୍ୟମ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅଦାଲତ ଆପଣଙ୍କୁ 15 ବର୍ଷର ଜେଲ୍ ଦଣ୍ଡ ଶୁଣାଉଛନ୍ତି। ମୋ ହୃଦୟର ସ୍ପନ୍ଦନ ବନ୍ଦ ହୋଇଗଲା ପରି ଲାଗିଲା। ଓକିଲ ମୋ କାନ୍ଧରେ ହାତ ରଖିଲେ। ଆମେ ଆପିଲ ପାଇଁ ଚେଷ୍ଟା କରିବା, କିନ୍ତୁ ସେତିକି ବେଳକୁ ପୋଲିସ ମୋତେ ହାତକଡ଼ି ଲଗାଇ ନେଇଯିବାକୁ ଲାଗିଲେ। ମୁଁ ଦୁଆର ଆଡ଼କୁ ବଢ଼ିଲି ଏବଂ ଥରେ ବୁଲି ଚାହିଁଲି। ଅନିକା ସେଇଠି ଛିଡ଼ା ହୋଇଥିଲେ। ଚେହେରାରେ ଶାନ୍ତି ଏବଂ ଆଖିରେ ଏକ ଚମକ। କୌଣସି ଲୁହ ନାହିଁ କି କୌଣସି ଉଲ୍ଲାସ ନାହିଁ, କେବଳ ଏକ ନୀରବ ଘୋଷଣା ଯେ ନ୍ୟାୟ ପୂରଣ ହୋଇଛି। ମୁଁ ଜାଣିଥିଲି ସେ ମୋତେ କେବେ କ୍ଷମା କରିନାହାନ୍ତି। ସେ ପ୍ରତିଶୋଧ ନେଇନାହାନ୍ତି, ବରଂ ମୋତେ ମୋ ବିବେକ ପାଖରେ ଛାଡ଼ି ଦେଇଛନ୍ତି। ଏହା ହିଁ ମୋ ପାଇଁ କଠୋର ଦଣ୍ଡ ଥିଲା। ଜେଲର ଶିକୁଳି ଭିତରେ ସମସ୍ତଙ୍କ ପାଇଁ ଜୀବନ ସମାନ ଥିଲା, କିନ୍ତୁ ମୋ ପାଇଁ ପ୍ରତି ସକାଳ ଏକ ନୂଆ ଯନ୍ତ୍ରଣା ନେଇ ଆସୁଥିଲା। ଆରମ୍ଭରେ ମୁଁ ଚେଷ୍ଟା କଲି ଯେ କୌଣସି ପ୍ରକାରେ ସମୟ ବିତାଇବି। କଏଦୀମାନଙ୍କ ସହ ବନ୍ଧୁତା କଲି, କିନ୍ତୁ ଖୁବ୍ ଶୀଘ୍ର ଅନୁଭବ ହେଲା ଯେ ଏହି ସ୍ଥାନ କେବଳ ଶରୀରକୁ କଏଦ କରେ ନାହିଁ, ଆତ୍ମାକୁ ମଧ୍ୟ ବାନ୍ଧିଦିଏ। ମୁଁ କୋଠରୀର କଣରେ ବସିବା ଆରମ୍ଭ କଲି। ଏକ ଛୋଟ କାଗଜ ଓ କଲମ ମାଗି ଆଣିଲି। ତାପରେ ଲେଖିବା ଆରମ୍ଭ କଲି। ପ୍ରଥମ ଦିନ ମୁଁ ଲେଖିଲି ଯେ ମୁଁ ସାର୍ଥକ ଏବଂ ମୁଁ ହତ୍ୟାକାରୀ ନୁହେଁ, କେବଳ ଅସହାୟ ଥିଲି। କିନ୍ତୁ ପର ମୁହୂର୍ତ୍ତରେ କାଗଜଟିକୁ ଚିରିଦେଲି, କାରଣ ବିବେକ କହିଲା ପୁଣିଥରେ ମିଛ ଲେଖ ନାହିଁ। ମୁଁ ପ୍ରତିଦିନ କିଛି ନା କିଛି ଲେଖିବାକୁ ଚେଷ୍ଟା କରେ, କେବେ ପିଲାମାନଙ୍କ ପାଇଁ, କେବେ ମାଆଙ୍କ ପାଇଁ, ତ କେବେ ତାଙ୍କ ପାଇଁ ଯିଏ ଜଳିଯାଇ ମଧ୍ୟ ମୁଠାରୁ ଜଣେ ଭଲ ମଣିଷ ହୋଇପାରିଛନ୍ତି। କିନ୍ତୁ ପ୍ରତି ଲାଇନ୍ ପରେ କଲମ ଅଟକି ଯାଉଥିଲା, ଯେମିତି ଶବ୍ଦଗୁଡ଼ିକ ମୋ ଆଙ୍ଗୁଠିରୁ ବାହାରିବାକୁ ଚାହୁଁନାହାନ୍ତି। ଦିନେ ଜେଲର ଜଣେ ସିପାହୀ ପଚାରିଲେ, କ'ଣ ଲେଖୁଛ ସାର୍ଥକ ଭାଇ? ମୁଁ ହସି କହିଲି, ଅନୁଶୋଚନାର କାନ୍ଥରେ ନିଜ ନାଁ ଲେଖୁଛି। କିଛି ସପ୍ତାହ ପରେ ଖବର ଆସିଲା ଯେ ମୋ ମା ମଧ୍ୟ ଆରପାରିକୁ ଚାଲିଗଲେ। ସେହି ମୁହୂର୍ତ୍ତରେ ଲାଗିଲା ଯେମିତି କେହି ମୋ ହୃଦୟରେ ହାତୁଡ଼ି ପିଟିଦେଲା। ଜେଲର କେବଳ ଏତିକି କହିଲେ, ଅନ୍ତିମ ସଂସ୍କାରକୁ ଯିବାକୁ ଚାହୁଁଥିଲେ ଦରଖାସ୍ତ ଲେଖ, କିନ୍ତୁ ମଞ୍ଜୁରୀ ମିଳିବା ମୁସ୍କିଲ। ମୁଁ ଦରଖାସ୍ତ ଲେଖିଲି, କିନ୍ତୁ ପରଦିନ ତାହା ମନା ହୋଇଗଲା। ମୁଁ କୋଠରୀରେ ଶୋଇ ରହିଲି, ଛାତକୁ ଚାହିଁ ରହିଲି ଏବଂ ମନରେ କେବଳ ଏକ ହିଁ ପ୍ରଶ୍ନ ବିନ୍ଧୁଥିଲା, ଯଦି ମା ଜାଣିଥାନ୍ତେ ଯେ ତାଙ୍କ ପୁଅ ହାତ ଏମିତି ପାପରେ ରଙ୍ଗେଇ ହେବ, ତେବେ କ'ଣ ସେ ମୋତେ ଜନ୍ମ ଦେଇଥାନ୍ତେ? ମୋ ଭଉଣୀଙ୍କ ଖବର ମଧ୍ୟ ଆସିଲା। ସେ ତ ମାଆଙ୍କ ସହ ରହୁଥିଲେ। ପୁନର୍ବାର ବିବାହ ପାଇଁ କୌଣସି ପ୍ରସ୍ତାବ ନଥିଲା। ଅଦ୍ୱିକ୍ ମୋ ମକଦ୍ଦମା ପରେ ତାଙ୍କୁ ଏକୁଟିଆ ଛାଡ଼ି ଦେଇଥିଲା। ମୋ ଯୋଗୁଁ ତାଙ୍କ ଜୀବନ ମଧ୍ୟ ଏକ ବନ୍ଦଗଳି ପାଲଟି ଯାଇଥିଲା। ସେ କାହାକୁ କିଛି ଉତ୍ତର ଦେଉନଥିଲେ, କେବଳ ମନ୍ଦିରରେ ବସି ରହୁଥିଲେ ଏବଂ ପ୍ରାର୍ଥନା କରୁଥିଲେ ଯେ ଭଗବାନ ମୋ ଭାଇକୁ ସଠିକ୍ ପଥ ଦେଖାନ୍ତୁ କିମ୍ବା ତାର ଦଣ୍ଡ ପୂରଣ ହେବାକୁ ଦିଅନ୍ତୁ, କିନ୍ତୁ ତାକୁ ସତ୍ୟର ମୁହଁ ଦେଖାଇ ଦିଅନ୍ତୁ। ଜେଲ୍ ଭିତରେ ସମୟ ଯେମିତି ସାପ ପରି ଧୀରେ ଧୀରେ ଚାଲୁଥିଲା। ପ୍ରତିଦିନର ଗଣତି କାନ୍ଥରେ ଏକ କ୍ଷତ ପରି ଲାଗୁଥିଲା। ଦିନେ ମୁଁ କୋଠରୀର ଏକ କଣରେ କାଠର ଏକ ଛୋଟ ପଟା ତିଆରି କଲି ଏବଂ ସେଥିରେ ନିଜ ହାତରେ କ୍ଷମା ଲେଖିଲି। ସେହି ପଟାକୁ ମୁଁ ପ୍ରତିଦିନ ସକାଳେ ଦେଖେ, ଯେମିତି ନିଜକୁ ମନେ ପକାଇଦିଏ ଯେ ମୁଁ କେତେ ବଡ଼ ଅପରାଧୀ। ହୁଏତ ଏବେ ଗୋଟିଏ କବାଟ ଖୋଲା ଅଛି, ଭଗବାନଙ୍କ କବାଟ। ଦିନେ ଜେଲ୍ ଭିତରକୁ ଏନ୍ଜିଓ ଲୋକେ ଆସିଲେ କଏଦୀମାନଙ୍କୁ ଶିକ୍ଷା ଦେବାକୁ।
ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ଥିଲେ ଯିଏ ଶିଶୁ ସୁରକ୍ଷା ଉପରେ କଥା ହେଉଥିଲେ। ସେ କହିଲେ, ଆମର ଜଣେ ରକ୍ଷକ ଅଛନ୍ତି ଯିଏ ନିଜେ ଅତ୍ୟାଚାର ସହିଛନ୍ତି କିନ୍ତୁ ଏବେ ଅନ୍ୟମାନଙ୍କ ପାଇଁ ଆଲୋକ ସାଜିଛନ୍ତି। ମୋ ହୃଦୟ ସ୍ପନ୍ଦନ ବଢ଼ିଗଲା। ମୁଁ ସିପାହୀଙ୍କୁ ପଚାରିଲି, ଏ କାହା କଥା କହୁଛନ୍ତି? ସେ ଉତ୍ତର ଦେଲେ, ଅନିକା ଫାଉଣ୍ଡେସନ କଥା କୁହାଯାଉଛି। ତୁମକୁ ତ ଜଣାଥିବା ଦରକାର, ସେ ତ ତୁମର। ତାଙ୍କ କଥା ପୂରା ହୋଇପାରିଲାନି କିନ୍ତୁ ମୋ ମନରେ ଝଡ଼ ଉଠିସାରିଥିଲା। ସେ ଏବେ ବି କାମ କରୁଥିଲେ, ଏବେ ବି ପିଲାମାନଙ୍କ ପାଇଁ ଲଢ଼ୁଥିଲେ। ପରଦିନ ମୁଁ ସେଇ ଏନ୍ଜିଓକୁ ଏକ ଚିଠି ଲେଖିଲି। ଶବ୍ଦଗୁଡ଼ିକ ବହୁତ କଷ୍ଟରେ ବାହାରିଲା। ମୁଁ ସାହସ କରି ଲେଖିଲି, ମୁଁ ସାର୍ଥକ, କଏଦୀ ନମ୍ବର 424, ଏକ ସତ୍ୟକୁ ସ୍ୱୀକାର କରିବାକୁ ଆସିଛି। ଯଦି ଅନିକା ଏହି ଚିଠିଟିକୁ ପଢ଼ୁଥାନ୍ତି, ତେବେ ବସ୍ ଏତିକି ଜାଣନ୍ତୁ ଯେ ଏବେ ମୁଁ ଆପଣଙ୍କ ଶତ୍ରୁ ନୁହେଁ, ଆପଣଙ୍କ ମିଶନର ଏକ ନୀରବ ଅଂଶ। ମୁଁ ପ୍ରାର୍ଥନା କରୁଛି ଯେ ଆପଣଙ୍କୁ ସେହି ସ୍ଥାନ ମିଳୁ ଯାହା ମୁଁ ଆପଣଙ୍କଠାରୁ ଛଡ଼ାଇ ନେବାକୁ ଚାହୁଁଥିଲି। ଚିଠିଟି ତ ପଠାଇଲି କିନ୍ତୁ କୌଣସି ଜବାବ ଆସିଲା ନାହିଁ। ବୋଧହୁଏ ଆସିବା ମଧ୍ୟ ଉଚିତ ନଥିଲା। ଏବେ ମୋ ଜୀବନର ପ୍ରତିଟି ଦିନ ଏକ ଦଣ୍ଡ, ପ୍ରତି ରାତି ଏକ ପ୍ରାୟଶ୍ଚିତ୍ତ ଏବଂ ପ୍ରତିଟି ମୁହୂର୍ତ୍ତ ଏକ ଅନୁଭବ ଯେ ଯଦି ସମୟକୁ ଅଟକାଯାଇ ପାରନ୍ତା, ତେବେ ମୁଁ ସେହି ମୁହୂର୍ତ୍ତକୁ ଅଟକାଇ ଦିଅନ୍ତି ଯେଉଁଠି ଅନିକା କହିଥିଲେ ଯେ, ବସ୍, ଏବେ ମୁଁ ସବୁ ସତ କହିଦେବି। ସମୟର ବାଲି ହାତରୁ ଖସି ସାରିଥିଲା ଏବଂ ଏବେ ମୋ ହାତରେ କେବଳ ଖାଲି ମୁଠା ଥିଲା। ସେହି ମୁଠା, ଯାହା କେବେ ଅନିକାଙ୍କ ହାତ ଧରିପାରିଥାନ୍ତା, ଏବେ ଜେଲର ଶିକୁଳି ଭିତରେ ସୀମିତ ହୋଇ ରହିଯାଇଥିଲା। ସେଦିନ ଜେଲର ପରିବେଶ ଅନ୍ୟ ଦିନ ଅପେକ୍ଷା କିଛି ଅଲଗା ଥିଲା। କଏଦୀମାନଙ୍କ ଲାଇନ୍ ଲାଗିଥିଲା, ସିପାହୀମାନଙ୍କ ଚହଳ ବଢ଼ିଯାଇଥିଲା। ଜେଲର ଘୋଷଣା କଲେ ଯେ ଆଜି ଏକରୁ କିଛି ବକ୍ତା ଆସିବେ, ଯିଏ କଏଦୀମାନଙ୍କ ସଂସ୍କାରରେ ସାହାଯ୍ୟ କରିବେ। ସମସ୍ତେ ସାମିଲ ହେବା ଜରୁରୀ। ମୁଁ ମୁଣ୍ଡ ନୁଆଁଇ ବସି ବସି ଶୁଣିଲି, କିନ୍ତୁ କୌଣସି ନୂଆ ଚେହେରା ବା କୌଣସି ନୂଆ ସ୍ୱର ମୋ ପାଇଁ କେବଳ ଏକ କୋଳାହଳ ଥିଲା। ଉପରବେଳା ହାତକଡ଼ି ଖୋଲାଗଲା। ସମସ୍ତଙ୍କୁ ନିଆଗଲା। ସେଠାରେ ଏନ୍ଜିଓ ଟିମ୍ ପୂର୍ବରୁ ହିଁ ଉପସ୍ଥିତ ଥିଲେ। ସେହି ଯୁବତୀମାନେ, କିଛି ପୁରୁଷ ଏବଂ ସେମାନଙ୍କ ସହ କିଛି ପିଲା, ସେହି ପିଲାମାନେ ଯେଉଁମାନେ କେବେ ମୋ ଭଳି ଲୋକଙ୍କ ହାତରେ ଶିକାର ହେଉଥିଲେ ଏବଂ ଏବେ ସେମାନେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି। ସେମାନେ କାର୍ଯ୍ୟକ୍ରମ ଆରମ୍ଭ କଲେ। ପିଲାମାନେ କବିତା ଶୁଣାଇଲେ। ଫାଉଣ୍ଡେସନ ଲୋକକୁ ଆସି ଭାଷଣ ଦେଲେ, ଯାହା ପିଲାମାନଙ୍କ ଅଧିକାର ଏବଂ ସେମାନଙ୍କ ସୁରକ୍ଷାର ସନ୍ଦେଶ ଥିଲା। ଜଣେ କହିଲେ, ଆମେ ଏମିତି ଜଣେ ନାରୀଙ୍କ ମିଶନରେ କାମ କରୁଛୁ, ଯିଏ ନିଜର ସବୁକିଛି ହରାଇ ଅନ୍ୟମାନଙ୍କ ପାଇଁ ସବୁକିଛି ଜିତିଛନ୍ତି। ସେ ଆଜି ଏଠାକୁ ଆସିପାରି ନାହାନ୍ତି, କିନ୍ତୁ ସେ ଜଣେ ବ୍ୟକ୍ତିଙ୍କ ନାମରେ ଏକ ସ୍ୱତନ୍ତ୍ର ଚିଠି ପଠାଇଛନ୍ତି, ଯିଏ ବୋଧହୁଏ ଏଠାରେ ଉପସ୍ଥିତ ଅଛନ୍ତି। ମୁଁ ଚମକି ପଡ଼ିଲି। ମୋ ହୃଦୟ ଯେମିତି ଜୋରରେ ଧଡ଼କିବାକୁ ଲାଗିଲା। ସେ ଚିଠିଟି ବାହାର କଲେ ଏବଂ ଧୀରେ ଧୀରେ ପଢ଼ିବା ଆରମ୍ଭ କଲେ। ସାର୍ଥକ, ମୁଁ ଜାଣିଛି ତୁମେ ଜୀବିତ ଅଛ। ବୋଧହୁଏ ଏବେ ସେହି ନିଶ୍ୱାସ ତୁମ ପାଇଁ ବୋଝ ଲାଗୁଥିବ। ମୁଁ ଏହି ଚିଠି ତୁମକୁ ଦଣ୍ଡ ଦେବା ପାଇଁ ଲେଖୁନାହିଁ, ବରଂ ଏହା ଜଣାଇବା ପାଇଁ ଲେଖୁଛି ଯେ ମୁଁ ଏବେ ଦଣ୍ଡଠାରୁ ବହୁତ ଆଗକୁ ବାହାରି ଆସିଛି। ତୁମ ଯୋଗୁଁ ମୁଁ ଜଳିଲି, କିନ୍ତୁ ତୁମ ଯୋଗୁଁ ହିଁ ମୁଁ ଜାଗ୍ରତ ହେଲି। ମୋ ଶରୀରରେ ଦାଗ ଅଛି, କିନ୍ତୁ ମୋ ଆତ୍ମା ଏବେ ମୁକ୍ତ। ମୁଁ ତୁମକୁ କ୍ଷମା କରିନାହିଁ କାରଣ କ୍ଷମା କରିବା ଭଗବାନଙ୍କ ହାତରେ, କିନ୍ତୁ ମୁଁ ତୁମକୁ ପଛରେ ଛାଡ଼ି ଦେଇଛି। ମୋ ଆଖି ନେଇଗଲା। ମୁଁ ଧୀରେ ହାତ ବଢ଼ାଇ ସେହି ଚିଠିଟି ମାଗିଲି। ଜେଲର ଇସାରା କଲେ ଏବଂ ଚିଠିଟି ମୋ ହାତକୁ ଆସିଲା। କାଗଜର ବାସ୍ନାରେ ତାଙ୍କର ଉପସ୍ଥିତି ଅନୁଭବ ହେଉଥିଲା, ଯେମିତି ସେ ମୋ ସାମ୍ନାରେ ଛିଡ଼ା ହୋଇଛନ୍ତି। ମୁଁ ଏବେ ସେହି ପିଲାମାନଙ୍କ ସହ ଅଛି ଯାହାକୁ ତୁମେ କଏଦ କରିଥିଲ, କିନ୍ତୁ ମୁଁ ସେମାନଙ୍କୁ ମୁକ୍ତ କଲି। ମୁଁ ଚାହେଁ ତୁମେ ମଧ୍ୟ ଏବେ ନିଜକୁ ଚିହ୍ନ, ସ୍ୱାମୀ ନୁହେଁ କି ଅପରାଧୀ ନୁହେଁ, ବରଂ ଜଣେ ମଣିଷ ଭାବରେ। ଯଦି ତୁମେ ବଦଳିବାକୁ ଚାହୁଁଛ, ତେବେ ତୁମର ପଥ ସେଇଆ ହେବ ଯାହା ଭଲ ପାଇବା, ସତ୍ୟ ଏବଂ ସଠିକ୍ ମାର୍ଗର। ମୋ ଆଖି ଓଦା ହୋଇଗଲା, କିନ୍ତୁ ଲୁହ ଝରିଲା ନାହିଁ। ବୋଧହୁଏ ଅନୁଶୋଚନାରେ ଲୁହ ବୋହିବାକୁ ଅନୁମତି ମିଳେ ନାହିଁ। ତାପରେ ସେହି ଲୋକମାନେ କିଛି ଫଟୋ ଦେଖାଇଲେ, ଯେଉଁଥିରେ ଅନିକା କୌଣସି ସ୍କୁଲରେ ପିଲାମାନଙ୍କୁ ପଢ଼ାଉଥିଲେ, କେଉଁଠି ଅଦାଲତରେ ସାକ୍ଷୀ ଭାବେ ଛିଡ଼ା ହୋଇଥିଲେ, ତ କେଉଁଠି କୌଣସି ମାଟି ଘରେ ଜଣେ ବୃଦ୍ଧାଙ୍କ ସହ ବସି ହସୁଥିଲେ। ବବିତା ନାମକ ଜଣେ ଯୁବତୀକୁ ଆସି କହିଲେ, ମୁଁ ସେହି ପିଲାମାନଙ୍କ ମଧ୍ୟରୁ ଜଣେ ଯାହାକୁ ଅନିକା ଦିଦି ବଞ୍ଚାଇଛନ୍ତି। ମୋ ବାପା ମା ମରିସାରିଛନ୍ତି ଏବଂ ମୁଁ ଏକ ନେଟୱାର୍କ ହାତରେ ପଢ଼ିବାକୁ ଯାଉଥିଲି, କିନ୍ତୁ ସେଦିନ ଅନିକା ଦିଦି ସେଠାରେ ପହଞ୍ଚିଗଲେ। ସେ କହିଲେ, ମୁଁ ତୁମକୁ ତୁମର ପିଲାଦିନ ଫେରାଇ ଦେବି। ଆଜି ମୁଁ ଏଠାରେ ପାଠ ପଢ଼ୁଛି ଏବଂ ଏବେ ଅନ୍ୟମାନଙ୍କୁ ବଞ୍ଚାଉଛି। ସେହି ଦିନ ପରେ ଜେଲରେ ମୋର ବ୍ୟବହାର ବଦଳିବାକୁ ଲାଗିଲା। ମୁଁ ପ୍ରତିଦିନ ସେହି ଚରରେ ସାମିଲ ହେବା ଆରମ୍ଭ କଲି। ଦିନେ ମୁଁ କହିଲି, ଆପଣ ଚାହିଁଲେ ଆମ ଦ୍ୱାରା ଲେଖାଯାଇଥିବା ଏହିଗୁଡ଼ିକୁ ଆପଣଙ୍କ ଏନ୍ଜିଓରେ ପିଲାମାନଙ୍କୁ ଶିଖାଇବା ପାଇଁ ବ୍ୟବହାର କରିପାରିବେ। ସେମାନେ ଅନୁମତି ଦେଲେ। ମୁଁ ଆହୁରି ଅଧିକ ଲେଖିବା ଆରମ୍ଭ କଲି, କାହାଣୀ, କବିତା ଏବଂ ପିଲାମାନଙ୍କ ପାଇଁ ଶିକ୍ଷଣୀୟ କଥା।
ଦିନେ ମୁଁ ଅନିକାଙ୍କ ନାମରେ ପୁଣି ଏକ ଚିଠି ଲେଖିଲି। ଅନିକା, ଏହା ମୋର ଦ୍ୱିତୀୟ ଚିଠି ଏବଂ ବୋଧହୁଏ ଶେଷ ମଧ୍ୟ। ଏଥର ମୁଁ ତୁମଠାରୁ କିଛି ମାଗିବାକୁ ନୁହେଁ, କିଛି ଦେବାକୁ ଆସିଛି। ଏକ ପ୍ରତିଶ୍ରୁତି ଯେ ମୁଁ ତୁମ ମିଶନର ଅଂଶ ତ ହୋଇପାରିବି ନାହିଁ, କିନ୍ତୁ ଏହାର ବିରୁଦ୍ଧରେ କେବେ ଯିବି ନାହିଁ। ମୁଁ ଏଠାରେ ଜେଲରେ ସେହି ସବୁ କିଛି ଶିଖୁଛି ଯାହା ମୁଁ ନିଜେ ଶିଖିପାରିନଥିଲି, ଧୈର୍ଯ୍ୟ ଏବଂ ତ୍ୟାଗ। ଯଦି ମୋ କାହାଣୀ ଜଣେ ହେଲେ ବି ପିଲାକୁ ବଞ୍ଚାଇପାରେ, ତେବେ ଭାବିବି ମୁଁ ମୋ ପାପର କିଛି ଅଂଶ ଶୁଝି ଦେଇଛି। ଏହି ଚିଠିର ଜବାବ କେବେ ଆସିଲା ନାହିଁ, କିନ୍ତୁ ଏବେ ମୁଁ ତାର ଅପେକ୍ଷାରେ ମଧ୍ୟ ନଥିଲି। ମୁଁ ଜାଣିଥିଲି ଯେ ସେ ନିଜେ କୌଣସି କାନ୍ଥରେ ନୁହେଁ, ବରଂ କୌଣସି ପିଲାର ହୃଦୟରେ ରହିବେ, ଏବଂ ଏହା ହିଁ ମୋର ପରିଚୟ ଥିଲା। ମୁଁ ଜେଲରେ କଏଦ ଥିଲି ସତ, କିନ୍ତୁ ଏକ କାହାଣୀ ପାଲଟି ଯାଇଥିଲି। ଏମିତି ଏକ କାହାଣୀ ଯାହାକୁ ଏବେ ଅନିକାରେ ଜଳୁଥିବା ଆଲୋକ କୁହାଯାଏ। ସେହି ଆଲୋକ ଯାହା ଜଣେ ନାରୀର ପୋଡ଼ିଯାଇଥିବା ଅସ୍ତିତ୍ୱରୁ ବାହାରିଥିଲା ଏବଂ ଯାହା ଅନ୍ଧକାରକୁ ଦୀପ ପ୍ରଦାନ କରିଥିଲା। ଏହି କାହାଣୀର ସବୁଠାରୁ ବଡ଼ ଶିକ୍ଷା ହେଉଛି ଯେ କୌଣସି ବି ମଣିଷ ନିଜର ଭୁଲ ପାଇଁ ସବୁଦିନ ପାଇଁ ପରିଚିତ ହୁଏ ନାହିଁ। ଜୀବନ ସମସ୍ତଙ୍କୁ ବଦଳିବା ପାଇଁ ଗୋଟିଏ ସୁଯୋଗ ନିଶ୍ଚୟ ଦିଏ। ବସ୍ ପାର୍ଥକ୍ୟ ଏତିକି ଯେ କିଏ ସେହି ସୁଯୋଗକୁ ପ୍ରକୃତରେ ଗ୍ରହଣ କରେ ଏବଂ କିଏ ତାଠାରୁ ଦୂରେଇ ଯାଏ। ନିଜର ଭୁଲକୁ ସ୍ୱୀକାର କରିବା ଏବଂ ତାର ବୋଝ ସହିତ ସଚ୍ଚୋଟତାର ସହ ବଞ୍ଚିବା ହେଉଛି ସବୁଠାରୁ କଷ୍ଟକର କାମ, କିନ୍ତୁ ସେଇ ଭିତରେ ହିଁ ମଣିଷ ନିଜକୁ ପୁଣି ଥରେ ଗଢ଼ିଥାଏ। ସମାଜ ସବୁବେଳେ ଜଲଦି କ୍ଷମା କରେ ନାହିଁ। ଲୋକେ କଥା ହୁଅନ୍ତି, ସନ୍ଦେହ କରନ୍ତି, ପଛକୁ ବୁଲି ଚାହାନ୍ତି, କିନ୍ତୁ ଧୀରେ ଧୀରେ କର୍ମ ଶବ୍ଦ ଅପେକ୍ଷା ଅଧିକ କହିବାକୁ ଲାଗେ ଏବଂ ବିଶ୍ୱାସ ଧୀରେ ଧୀରେ ଫେରିଆସେ। ସମ୍ପର୍କ ସମୟ ସହିତ ବଦଳିଯାଏ, ଭାଙ୍ଗି ମଧ୍ୟ ଯାଏ, ପୁଣି ଦୂରେଇ ଯାଏ ଏବଂ ପ୍ରକୃତ ଜୀବନରେ ପ୍ରତିଟି ସମ୍ପର୍କ ସବୁବେଳେ ଫେରିଆସେ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜୀବନ ଅଟକିଯାଏ, କାରଣ କିଛି ଲୋକ ଆମ ଜୀବନକୁ ଏଥିପାଇଁ ଆସନ୍ତି ଯେମିତି ସେମାନେ ଆମକୁ ଶିଖାଇପାରିବେ ଯେ ଆମେ କିଏ ଥିଲୁ ଏବଂ ଆମକୁ କ'ଣ ହେବା ଉଚିତ। ସାର୍ଥକଙ୍କ କାହାଣୀ ଏହା କୁହେ ଯେ ଯେତେବେଳେ ମଣିଷ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କରେ, ସେତେବେଳେ ପ୍ରକୃତରେ ସେ ନିଜକୁ ଭିତରୁ ଯୋଡ଼ିବା ଆରମ୍ଭ କରେ। କାରଣ ଭୁଲ ମଣିଷକୁ ତଳକୁ ଖସାଇ ଦେଇପାରେ, କିନ୍ତୁ ଆଗକୁ ବଢ଼ିବାର ନିଷ୍ପତ୍ତି ତାକୁ ପୁଣି ଥରେ ଛିଡ଼ା କରାଇଦିଏ। ତେଣୁ ଏକ ସତ୍ୟ ଏଇଆ ଯେ ମଣିଷର ପରିଚୟ ତାର ଭୁଲ ନୁହେଁ, ବରଂ ଭୁଲ ପରେ ଉଠାଯାଇଥିବା ପ୍ରତିଟି ଛୋଟ ପଦକ୍ଷେପ ଏବଂ ପରିବର୍ତ୍ତନ ସେଇଠୁ ଆରମ୍ଭ ହୁଏ ଯେଉଁଠି ମଣିଷ ନିଜଠାରୁ ପଳାଇବା ଛାଡ଼ିଦିଏ। ବନ୍ଧୁଗଣ, ଆଶା କରୁଛି ଆପଣଙ୍କୁ ଏହି କାହାଣୀଟି ପସନ୍ଦ ଆସିଥିବ। କାହାଣୀଟି ପସନ୍ଦ ଆସିଥିଲେ ଭିଡିଓକୁ ଲାଇକ୍ କରନ୍ତୁ, ରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନୋଟିଫିକେସନକୁ ନିଶ୍ଚୟ ଦବାନ୍ତୁ ଯେମିତି ପରବର୍ତ୍ତୀ ଅପଡେଟ୍ ସବୁଠାରୁ ଆଗେ ଆପଣଙ୍କୁ ମିଳିବ।